ଏଇ ଆଭାସୀ ସତ୍ସଙ୍ଗ ପାଇଁ ତାଙ୍କର କେତେ ଏକାଗ୍ରତା, ଯାହା ଆଜି ବିଷୟବସ୍ତୁ ରଖାଯାଇଛି ତାହା ହିଁ ତାଙ୍କର ଇଷ୍ଟଙ୍କ ପ୍ରତି ସେଇ ପ୍ରେମଟାକୁ ନିର୍ଦ୍ଦେଶନ କରେ, ପ୍ରେମକୁ ଦର୍ଶାଏ। ତେବେ ଯାହା ହଉ ଆଜିର ଯୋଉ ବିଷୟବସ୍ତୁ ରଖା ହେଇଛି ତାହା ହଉଛି ଏକାଗ୍ରତା ବା କନସେନ୍ଟ୍ରେସନ। କନସେନ୍ଟ୍ରେସନ ଟା କଣ? ପ୍ରଥମେ ମୁଁ କହିବି ଯେ ମାଇଣ୍ଡଫୁଲନେସ କଣ? ମାଇଣ୍ଡଫୁଲନେସ ଟା କଣ? ଯେତେବେଳେ ମାଇଣ୍ଡଫୁଲନେସ ଜଣେ କର ନଥାଏ ଲାଇଫରେ, ସେ କନସେଣ୍ଟ୍ରିକ ଲାଇଫ ଟାକୁ ବିତେଇ ପାରେନି। ତ ମାଇଣ୍ଡଫୁଲନେସ ହଉଛି ଯେ ଆମେ ଯେତେବେଳେ ଯୋଉ କାମ କରୁ 100% ବା 100% ସେଇ କାମ ପ୍ରତି ଆୱାର ରହିବା, ଆୱାରନେସ ରହିବା, କନସିୟସ ରହିବା, ଦ୍ୟାଟ ଇଜ ଦ ମାଇଣ୍ଡଫୁଲନେସ। କିନ୍ତୁ ଆମେ ରହୁନା। ତେଣୁ ଆମର ଯୋଉ କନସିୟସନେସ ଚେତନାଟା, ଯୋଉ ଚେତନା ବଳରେ ଆମେ ଜୀବିତ ବୋଲିକି ଆମକୁ ନିଜକୁ ଭାବୁ, ସେଇ କନସିୟସନେସ ଟା ଦି ପ୍ରକାର ଥାଏ। ଗୋଟେ ଏକ୍ସଟର୍ନାଲ ଆଉ ଗୋଟେ ହଉଛି ଇଣ୍ଟରନାଲ। ଆମେ ସବୁ ସମୟରେ ଦି ପ୍ରକାର କନସିୟସନେସ ରେ ଦି ପ୍ରକାର ଚେତନା ଆମ ପାଖରେ ଥାଏ। ଗୋଟେ ବାହ୍ୟ ଚେତନା ଆଉ ଗୋଟେ ଅନ୍ତରସ୍ଥ ଚେତନା। ଏ ବାହ୍ୟ ଚେତନାରେ ଆମ ଚାରିପାର୍ଶ୍ୱରେ ଘଟୁଥିବା ବା ଘଟିଥିବା ବା ଘଟିବାର ଥିବା ସମସ୍ତ ଜିନିଷକୁ ଆମ ଭିତରେ କମ୍ପନ ସୃଷ୍ଟି କରେ, ତାହା ହଉଛି ବାହ୍ୟ ଚେତନା। ତା ଭିତରେ ତା ପ୍ରତି ଆମେ ଆୱାରନେସ ଥାଉ। କିଏ ଜଣକ ଆମ ଘରକୁ ଆସିବାର ଅଛି, ଆମେ ତା ପାଇଁ ଆୱାର ଥାଉ, ଦ୍ୟାଟ ଇଜ ଏକ୍ସଟର୍ନାଲ ଆୱାରନେସ বা ଏକ୍ସଟର୍ନାଲ କନସିୟସନେସ ବା ବାହ୍ୟ ଚେତନା। କି ସାମ୍ନାରେ ଗୋଟେ ଦି ଜଣ ଝଗଡା ଲାଗୁଛନ୍ତି, ସେଟାକୁ ମୁଁ ଦେଖୁଛି, ସେଇ ଚେତନା ମୋ ପାଖରେ ଅଛି, ଦ୍ୟାଟ ଇଜ ଦ ବାହ୍ୟ ଚେତନା। ଆଉ ଏଇ ଅନ୍ତରସ୍ଥ ଚେତନା ହଉଛି ମୋର ମନ ଭିତରେ ଘଟୁଥିବା ପ୍ରତିନିୟତ ଯୋଉ ଘଟଣା, ମାନେ ପ୍ରତି ମୁହୂର୍ତ୍ତରେ ସମୁଦ୍ରର ଜୁଆର ଭଳିଆ ଯୋଉ ଜୁହାର ଆସୁଛି ଏବଂ ପୁଣି ଚାଲି ଯାଉଛି, ଇଏ ହଉଛି ମୋ ଅନ୍ତରସ୍ଥ ଚେତନା। ତେଣୁ ମୁଁ ଦିଟା ଚେତନାକୁ ନେଇକି ଥାଏ, ଗୋଟେ ହଉଛି ବାହ୍ୟ ଚେତନା ଆଉ ଗୋଟେ ଅନ୍ତରସ୍ଥ ଚେତନା। ଏଇଟା ପ୍ରତି ମୁହୂର୍ତ୍ତରେ ଥାଏ। ତେବେ ଏଇ ଯୋଉ ଅନ୍ତରସ୍ଥ ଚେତନାଟା, ଇଣ୍ଟରନାଲ କନସିୟସନେସ ଟା ଯୋଉଟା ଥାଏ, ଏଇଟା ମନକୁ, ମୁଁ ଜାଣିଛି ମନର ଯୋଉ ସ୍ତର ଭିତରେ ଥଟ୍ସ ଗୋଟେ ଆସେ, ଦ୍ୟାଟ ଇଜ ଦ କନସିୟସନେସ ବୋଲି ଆମେ କହିପାରୁ। ତ ଏଇଟା 72,000 ପ୍ରକାର ଥଟ୍ସ ଆମ ଭିତରୁ ଆସେ। 95% ଥଟ୍ସ ଇଜ ୱର୍ଥଲେସ୍, ତାର କିଛି ଭ୍ୟାଲ୍ୟୁ ନଥାଏ। ତେଣୁ ଭ୍ୟାଲ୍ୟୁ କୋଉଟା ଥାଏ ନା, ଯୋଉଟା ମୋ ପାଇଁ କାମ, ଯୋଉଟା ମୋ ଦରକାର ଲାଗେ, ସେଇଟା ହିଁ ଭ୍ୟାଲ୍ୟୁ ଥାଏ। ତେବେ এই ଚେତନାକୁ ବୁଝିବା ପାଇଁ ହେଲେ ବା ଏକାଗ୍ରତାକୁ ବୁଝିବା ପାଇଁ ହେଲେ ପ୍ରଥମେ ଆମେ କନସିୟସନେସକୁ ବୁଝିବାକୁ ପଡିବ। ତ ଆମେ ଯାହା କିଛି କର୍ମ କରୁ, ବିଭିନ୍ନ ପ୍ରକାର କର୍ମ ଅଛି। ଏଇ ଯୋଉ ଯେତେ କିଛି କର୍ମ କରୁ ତା ଭିତରୁ ଅନେକ କିଛି କର୍ମ ଥାଏ, ଯୋଉ କର୍ମ ଗୁଡାକ ସେଇ କର୍ମ ଗୁଡାକ ମୁଁ ଅନେକ କର୍ମ ଚେତନା ଭିତରେ କରେ ନା। ତେବେ ଚେତନା ଆଉ ଅବଚେତନା ବା କନସିୟସ ଆଉ ସବକନସିୟସ ଟାକୁ ଆମେ ବୁଝିବାକୁ ପଡିବ। ସବକନସିୟସ ହଉଛି ଲାଇବ୍ରେରୀ ଭିତରେ ଥିବା ବହି ଗୁଡାକ ହଉଛି ସବକନସିୟସ, ଆଉ ଯୋଉ ବହିକି ମୁଁ ବର୍ତ୍ତମାନ ପଢୁଛି ସେଟା ହଉଛି କନସିୟସ। ଏଇଥିରେ ଆମେ ବୁଝିପାରିବା ଯୋଉଟା ଲାଇବ୍ରେରୀରେ ଅଛି, ଯାହାକୁ ମୁଁ ପଢି ସାରିଛି, ର୍ୟାକରେ ଅଛି, ସେ ହଉଛି ସବକନସିୟସ। ଆଉ ଯାହାକୁ ମୁଁ ବର୍ତ୍ତମାନ ପଢୁଛି ସେଟା ହଉଛି କନସିୟସ। ବା ମୁଁ କହିପାରେ ଯେ ମୁଁ ଗୋଟେ ବହି ପଢୁଛି, ସେ ବହି ପଢିବା ଭିତରେ ମନେକର ମୁଁ ବହୁତ ଗୋଟେ ଚାପ୍ଟର ପଢି ସାରିଲିଣି, ମୁଁ ବର୍ତ୍ତମାନ 5th ଚାପ୍ଟରରେ ଅଛି,
तो फिफ्थ चैप्टरटा हूँ मोर कॉन्शियसनेस आ 1 2 3 4 मु पढ़ी सारी हृदयगम कर सारी सी हूँ मोर सबकॉन्शियसनेस तापर मन भितर को आसुवा अनेक चिंता भितर अनेक चेतना भितर अनेक अवेयरनेस जो आसे से अवेयरनेस भितर मु गोटे स्थिरकृत कर थाए जे एटा मु करिवि कि एटा मो पाई भलो कि एई जिंसटा ठीक एटा भूल एई बाटरे गले मते सक्सेस मिलिबो मु एटा कले ठीक हबो ए जो किछि मु चिंता करे जज करे एनालिसिस करे ये हूँ मु कॉन्शियस अवस्था रे करे किंतु करि सारला परे जेतले से सबकॉन्शियस स्टेट को चली जाए अवचेतन अवस्था को चली जाए से अवचेतन अवस्था रे एनालिसिस करिवार पावर न थाए कंपेयर करिवार पावर न थाए जजमेंट करिवार पावर न थाए ता माने जोटा अवचेतन अवस्था रे जोटा रही जाए से स्वतःप्रभुत भाव में चले ताकू आउ कंट्रोल करा जाए ना मान ता प्रति मु जागृत रहेनी माने मोर बिना कॉन्शियसनेस मोर बिना चेतना रे मध्य चले जस्ट फॉर एग्जांपल मु जेतले कार शिखुथली मु बहुत जागृत हेकी चलाउथि बहुत कॉन्शियस हेकी चलाउथि मोर चेतनाटा गाड़ी चलेला बेले एपट सेपट तार दी माने जो मिरर लगी प्लस पछ मिरर आग पट सबू मु बारंबार निरीखी निरीखी देखिकी चलाउथि रास्ता को देखुली एपट सेपट देखुली अनेक किसी सतर्कतार सहित चलाउथि कहीं से चेतना रहित होगी चलाउथि मुझे शिखीगली जे एमती एमती हैंडल मोड़िया पड़े आउ एमती मिरर टाक मझे मझे देखा पड़े आगू केमी सीधा होगी बसवा पड़े मुझे शिखीगली सेटा मोर अवचेतन अवस्था को चलीगला बर्तमान मुझे गाड़ी चलाऊँगी मुझे क्या सांगे कथा होते कौथे किसी शुणु नथे कि आज किए कौन कथा कहते शुणुची मु गीत लगेगी जाऊँगी कहीं मोर चेतना को जागृत रखापी गीत बेले बेले शुणुची जाजन भी शुणुची सांग मान सहित कथा होची मो मन भितर विभिन्न प्रकार चिंता अच्छी कथा चिंता करुच्ची एनालिसिस करुच्ची ये सब मु करुच्ची किंतु गाड़ी चलेवा प्रति जो चेतना थिला से चेतना नहीं कहीं मु शिखी गली गाड़ी चलेवाटा आ मोर से अवचेतन अवस्था को चलीगला अवचेतन अवस्था केमिति गाड़ी चलेबार जो एक्सपीरियंस अभिज्ञता अच्छी अवचेतन अवस्था अच्छी तेणु मत कॉन्शियस हवा पड़ू तेणु मोर कॉन्सेंट्रेशन आ गाड़ी चलेबा उपरे रहू नाही मोर एकाग्रताटा आ गाड़ी चलेबा उपरे रहू कहीं मोर सबकॉन्शियस स्टेट रे माने अवचेतन अवस्था रे मु गाड़ी चलाउछि तेणु मु चेतना अवस्था जो जो भूल गुड़ाक मुझे आक्सेप्ट कर थाए स्पीड चल घसी गले घसी जो ए प्रकार जो भावटा जब मो पाखे थाए मुझे प्रकार गाड़ी चलेबी देखो समस्त गाड़ी चलेबार शैली अलग अलग क्या समस्त वैशिष्ट्य भिन्न भिन्न थाए तेणु मुझे कुकुर रास्तार बिलेई कि जड़े पक्षी किसी गोटे आसूची प्रति तार जीवन प्रति विपद आसीपे बोली मुझे गाड़ी स्लो चलाऊ थाए स्लो चलेबार भावटा चेतना भीतर जदि थाए अवचेतन अवस्था जदि सेटा रही जाए ऑटोमेटिकली गोटे रास्तार गोटे कुकुर कि गोटे लोकटा छिड़ा होती मो गाड़ीटा अटकी जीव जदि मुझे मु खातिर करे मो भाव भितर न थाए तामाने मो चेतना भितर नहीं आटा अवचेतन अवस्था को भीतर चली जाइए मुझे कुकुर पड़े चढ़ी चढ़ी पड़ा कुकुरटा तो कौन अच्छे बिलेईटा तो कौन अच्छे पक्षीटा तो कौन अच्छे कुकुड़ाटा तो चढ़ी गाईटा तो चढ़ी कौन अच्छे यही प्रकार भावटा मोर अवचेतन अवस्था जाए से मु रही पारे तेणु माइंडफुलनेस बा जोटा मु कहूली 100% अलर्टनेस 100% अवेयर रहा प्रेजेंट कर्म को ताऊँ कॉन्सेंट्रेशन ताऊँ माइंडफुलनेस बा कॉन्सेंट्रेशन बा एकाग्रता बोली कहवा तेबे एकाग्रताटा आजिकली आगुरी लोक मान भीतर जो कर्मर निष्ठा थिला बा एकाग्रता थिला आजिकली से एकाग्रता लोक मान पाखे देखा जाऊ नहीं से एकाग्रता लोक मान पाखे नहीं तार गोटे आउ एक कारण आम जदि देखा विभिन्न कारण थाई पारे गोटे कारण हूँ वर्णाश्रम जहाँ ठाकुर कहते वर्ण हिसाब से वर्ण देखिए बाहागर बेले वर्ण देखिए देखो आगे आगे काल अनेक लोक कौलिक वृत्ति करुले
ତ ଯୋଉମାନେ ଭୁଲିଆ ଘର, ଯୋଉମାନେ ମେହେର ଫ୍ୟାମିଲି, ଯୋଉମାନେ ବୁଣାବୁଣି କରନ୍ତି, ପିଢି ପିଢି ଧରି ସେମାନେ ବୁଣୁଛନ୍ତି, ଶାଢୀ ବୁଣୁଛନ୍ତି। ବି ଯୋଉମାନେ କୁମ୍ଭାର, ପିଢି ପିଢି ଧରିକି ସେ କୁମ୍ଭାର କାମ କରୁଛନ୍ତି। କି ଯୋଉମାନେ କାର୍ପେଣ୍ଟର, ପିଢି ପିଢି ଧରି କରୁଛନ୍ତି। ସୁନା ଗହଣା ଯୋଉମାନେ ତିଆରି କରୁଛନ୍ତି, ପିଢି ପିଢି ଧରି କରୁଛନ୍ତି। ତେଣୁ ତାଙ୍କର ବୈଶିଷ୍ଟ୍ୟରେ ଅଛି ସେଟା। ଯୋଉ ତାଙ୍କର ବୈଶିଷ୍ଟ୍ୟରେ ଅଛି, ସେଇ ବୈଶିଷ୍ଟ୍ୟ ଦ୍ଵାରା ତାଙ୍କ ଭିତରେ ଯେହେତୁ ଏକ୍ସପିରିଏନ୍ସ ହେଇଯାଏ, ଯେତେବେଳେ ସେମାନେ ମାନେ ତାଙ୍କର ଯେତେବେଳେ ମାନେ ତାଙ୍କ ଭିତରେ ଏକ୍ସପିରିଏନ୍ସ ହେଇଯାଏ, ସେତେବେଳେ ଏକାଗ୍ରତା ଆଉ ଆବଶ୍ୟକ ପଡେନି, ଏକାଗ୍ରତା ହେଇଯାଏ ଅଟୋମେଟିକାଲି। ବିକଜ ତାଙ୍କ ଅବଚେତନ ଅବସ୍ଥାରେ ସେମାନେ ଫୁଲି ଏକ୍ସପିରିଏନ୍ସଡ। ଧର ଆପଣ ମାନେ ଆପଣ ଦେଖିବେ ଗାଁରେ ଆମେ ଆଗରୁ ତ ଢିଙ୍କିରେ ଧାନ କୁଟା ହଉଥିଲା। ମୁଁ ବି ଛୁଆବେଳେ ଦେଖିଛି ମା ଯେତେବେଳେ ଢିଙ୍କିରେ ଚଢିକି ଧାନ କୁଟେ, ସେତେବେଳେ ଗୋଟେ ସ୍ତ୍ରୀ ଲୋକ ଚଢିଥାଏ, ପଛପଟରେ ଢିଙ୍କିଟାକୁ ପକଉଥାଏ, ଆଗ ପଟରେ ଗୋଟେ ସ୍ତ୍ରୀ ଲୋକ ଏମିତି ମଝିରେ ମଝିରେ ହାତ ପୁରେଇକି ସେଟାକୁ ଧାନଟାକୁ ଏମିତି ଏମିତି କରୁଥାଏ, ଗୋଳେଇ ଦଉଥାଏ, ତଳ ଉପରେ କରୁଥାଏ। ଦେଖନ୍ତୁ ସେ ଯଦି ସତର୍କ ନ ରହେ, ଅନେକ ସମୟରେ ଆକ୍ସିଡେଣ୍ଟ ହୁଏ। ସେତେବେଳେ ମୁଁ ବି ଅନେକ ସମୟରେ ଶୁଣିଛି ଯେ ଢିଙ୍କି, ଯାହାର ବଡ ଢିଙ୍କି ଥାଏ, ଯଦି ପଡିଗଲା ତା ହାତ ଛିଡିଯାଏ, ହାତ ଭାଙ୍ଗିଯାଏ। ଯଦି ସେ ଏକାଗ୍ର ହେଇକି ନ କରେ, ଯଦି ସେ ଏକାଗ୍ରତା ଭାବରେ ସେ କାମଟା ନ କରେ, ତାହେଲେ ଢିଙ୍କି ତା ହାତ ଉପରେ ପଡିଯିବ। ତ ଢିଙ୍କି ଯଦି ତା ହାତ ଉପରେ ପଡିଗଲା, ତା ହାତ ଛିଡିଯିବ, ହାତ ଭାଙ୍ଗିଯିବ। ଏମିତି ଅନେକ ଆକ୍ସିଡେଣ୍ଟ ଗାଁ ଗହଳିରେ ହଉଥିଲା। ସେଥିପାଇଁ ଯୋଉମାନେ ଏକ୍ସପର୍ଟ, ଯୋଉମାନେ ଏକାଗ୍ରତା ଥାଆନ୍ତି, ସେଇମାନେ ଏ କାମ କରନ୍ତି। ଆଉ ଯୋଉମାନେ ସିଡି ଚଢଉଛନ୍ତି, ଢିଙ୍କି ଉପରେ ଚଢିଛନ୍ତି, ତାଙ୍କର ବି ଏକାଗ୍ରତା ଦରକାର। ଯଦି ସେ ଅନ୍ୟ ମନସ୍କ ହେଇକି ତାକୁ ଲକ୍ଷ୍ୟ କରିକି ସେମାନେ ସ୍ପିଡ ଟାକୁ କମ ବେଶୀ ବି କରିପାରନ୍ତି। କିନ୍ତୁ ସେମାନଙ୍କ ଉପରେ ଯେତିକି ଡିପେଣ୍ଡ କରେ ନା, ଯିଏ ହାତ ପୁରେଇକି କରେ, ତାହା ଉପରେ ଡିପେଣ୍ଡ କରେ। ଯୋଉମାନେ ଶିଳ୍ପୀ, ଯୋଉମାନେ ଚିତ୍ରକର, ଯୋଉମାନେ କାର୍ଟୁନିଷ୍ଟ, ସେମାନେ କେତେ ଏକାଗ୍ର ଭାବରେ କିଛି କାମ କରନ୍ତି। ତେଣୁ ଏଇ ଯୋଉ ଏକାଗ୍ରତାଟା ଯୋଉଠୁ ଆମେ ଦେଖୁ, ସେ ଏକାଗ୍ରତାର ମୂଳ ହଉଛି ପ୍ରଫେସନାଲିଜିମ ବା ବୃତ୍ତିକୁ ଭଲ ପାଇବାର ଭାବ। ଆମେ ଯୋଉ କର୍ମ କରୁ, ସେ କର୍ମଟାକୁ ଯଦି ଆମେ ଭଲ ନ ପାଉ, ପ୍ରେମ ନ କରୁ, ତାହେଲେ ଆମର ଏକାଗ୍ରତା ଆସିବ। କାଲି ଯେତେବେଳେ ମୁଁ ସୁଭାଷ ହେଇକି କହୁଥିଲି ଟପିକଟା ଏକାଗ୍ରତା, ମୋ ପାଖରେ ଜଣେ ଲେକ୍ଚରର ଥିଲେ। ସେ କହିଲେ, ଇଏ କଣ ଷ୍ଟୁଡେଣ୍ଟ ସେସନ କି? ମୁଁ କହିଲି, ଏକାଗ୍ରତାଟା ଖାଲି ଗୋଟେ ଷ୍ଟୁଡେଣ୍ଟ ମାନଙ୍କର ଆକ୍ଟିଭିଟି ନୁହେଁ। ଏକାଗ୍ରତାଟା ଜୀବନର ସବୁ ଅବସ୍ଥାରେ, ସବୁ ମଣିଷ ପାଇଁ ଏକ ଆବଶ୍ୟକ ଜିନିଷ। ଯାହାର କନସେନ୍ଟ୍ରେସନ ଲେଭୁଲ ଯେତେ ଅଧିକା, ସେ ଜୀବନରେ ସେତେ ଉଚ୍ଚ ମାନର ମଣିଷ ବା ଉଚ୍ଚ ପ୍ରତିଷ୍ଠିତ ମଣିଷ, ଆଉ ସେତେ ସକ୍ସେସଫୁଲ ମଣିଷ। ସଫଳତାର ମୂଳ ଯଦି ଆମେ ଦେଖୁ, ସଫଳତାର ମୌଳିକ ତତ୍ତ୍ୱକୁ ଯଦି ଦେଖୁ, ସେ ହଉଛି ଏକାଗ୍ରତା। ଯଦି ଜଣେ ଏକାଗ୍ର ନୁହେଁ, ଏକାଗ୍ରତା ତା ଭିତରେ ନାହିଁ, ତାହେଲେ ସେ ସଫଳତା ମଧ୍ୟ ତା ଜୀବନରେ ନାହିଁ। ତେଣୁ ଏଇ ଯୋଉ ବୃତ୍ତିର ଏକାଗ୍ରତା କଥା ଉଠେ, ଜଣେ ଟିଚର ସେ ପଢଉଛି, ଯଦି ସେ ପ୍ରଫେସରକୁ ଭଲ ନ ପାଏ, କ୍ଲାସରେ ସେ ଏକାଗ୍ରତା ରହିପାରେନି। ପଢଉଥିଲା ବେଳେ ମଧ୍ୟ ବହୁତ ଟିଚର ଢଳେଇ ପଡନ୍ତି, ମୁଁ ବି ଢଳେଇ ପଡେ ବେଳେ ବେଳେ। ଢଳେଇ ପଡନ୍ତି, ଶୋଇ ପଡନ୍ତି, ଘର କଥା ମନେ ପଡୁଥିବ, ସ୍ତ୍ରୀ ସହିତ କଳି କରିକି ଆସିଥିଲେ ତା କଥା ଭାବୁଥିବେ, ପୁଅ କଥା ଭାବୁଥିବେ, ସ୍କୁଲ ଗଲା କି ନାହିଁ, ଝିଅ କଥା ଭାବୁଥିବେ, ପାଠ ପଢିଲା ବେଳକୁ କଣ ଗୋଟେ କହୁଥିବେ। କିନ୍ତୁ ପଢେଇ ପଢେଇ ଯେତେବେଳେ ଏକ୍ସପିରିଏନ୍ସ ହେଇଯାଏ, ଭାବୁଥିଲେ ବି ଅନ୍ୟ କଥା, ମୁହଁରୁ ଅନର୍ଗଳ ବାହାରୁଥାଏ। ମୋର ବି ସେମିତି ହୁଏ। ମୋ ଝିଅ କହେ ଯେ ବାବା ହାତରେ ଖାଲି ମାର୍କରଟା ରହିଲା ମାନେ ଚାଲିଲା। ତାପରେ ଆଉ ଅନ୍ୟବେଳେ ପଚାରିଲେ ସେ କହିପାରେନି। ମତେ ଯଦି ସେ ଗୋଟେ କିଛି ପ୍ରଶ୍ନ ପଚାରେ, ମୁଁ ତାକୁ ସଠିକ ଉତ୍ତର ଦେଇପାରେନି। କାହିଁକି? ମୁଁ ସେଇ କନସେନ୍ଟ୍ରେସନ ଲେଭୁଲକୁ ଯାଇପାରେନି, କାରଣ ମୁଁ ଚେତନାରେ ମୋର ସିଏ ହୁଏନି, ମୋର ଅବଚେତନ ଅବସ୍ଥାରେ ସେ ଅଛି। ମୋର ପଢେଇବାଟା ଅବଚେତନ ଅବସ୍ଥାରେ ଅଛି। ଅନେକ କର୍ମ ଥାଏ ଯୋଉଟାକୁ ମୁଁ ଚେତନା ରହିତ ଭାବରେ କରିପାରେନି, ଅବଚେତନ ଅବସ୍ଥାରେ କରିପାରେ। କାହିଁକି? ମୁଁ ଅବଚେତନ ଅବସ୍ଥାକୁ ଚାଲିଯାଇଛି। ଅନେକ ଦିନ କରି 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 ସେ ଅବଚେତନ ସ୍ତରରେ ଅଛି। ଅବଚେତନ ସ୍ତର ମାନେ ଯୋଉ ନଦୀରେ ଯେତେବେଳେ ପାଣି ଯାଏ, ପାଣିର ଉପର ସ୍ତରଟା ହଉଛି ଚେତନା, ଆମେ ଦେଖିପାରୁ ଏମିତି ତରଙ୍ଗ କରିକି ଯାଉଛି। କିନ୍ତୁ ତଳେ ଯୋଉଟା ଯାଉଥାଏ, ସେଟା ହଉଛି ଅବଚେତନ, ତାକୁ ଆମେ ଦେଖି ପାରୁନା, କିନ୍ତୁ ସେ ଗତି କରୁଥାଏ। ତାମାନେ ମତେ ଯେତେବେଳେ ସେ ଗୋଟେ ପ୍ରଶ୍ନ ପଚାରେ, ମୋ ଝିଅ ଯେତେବେଳେ ପଚାରେ, ମୁଁ ତାକୁ ଇମିଡିଏଟଲି ଉତ୍ତର ଦେଇପାରେ ନା। କାହିଁକି? ମୁଁ ଚେତନାରେ ସେ ଅବଚେତନ ସ୍ତରର ଜିନିଷଟାକୁ ଆଣିପାରେ। କିନ୍ତୁ
ଯେତେବେଳେ ମୁଁ ସେଥିରେ ପଚାରେ ମୁଁ ଟିକେ ଧ୍ୟାନ କରେ କି ଚିନ୍ତା କରେ କହିଦେଇପାରେ, କିନ୍ତୁ କ୍ଲାସରୁମରେ ଯେତେବେଳେ ମୁଁ କହେ ସେଇ ଜିନିଷଟା ସ୍ପୋଣ୍ଟାନିୟସଲି ମୋର ପାଟିରୁ ବାହାରିଯାଏ, ଆଉ ମୁଁ କହି ଚାଲେ ଅନବରତ 2 ଘଣ୍ଟା 4 ଘଣ୍ଟା 8 ଘଣ୍ଟା, ମୁଁ ଗୋଟେ ଗୋଟେ ଦିନ 12 ଘଣ୍ଟା ବି ପଢଉଥିଲି, ପଢେଇ ପାରେ। ତ ଇଏ ହଉଛି ଏଇ ଯୋଉ ଏକ୍ସପିରିଏନ୍ସଟା ଅବଚେତନ ଅବସ୍ଥାରେ କାମ କଲେ। ତେଣୁ ଯୋଉମାନେ ମାନେ ଶିଳ୍ପୀ ମାନେ ସେମାନେ ଅବଚେତନ ଅବସ୍ଥାରେ ଆଙ୍କନ୍ତି, ଯଦି ଚେତନାରେ ଆଙ୍କିବେ ଭୁଲ ଭାଲ ହେଇଯିବ, ହୁଏ ସେମିତି। ଆଉ ଯୋଉମାନେ କମ କମ ଶିଖିଥାନ୍ତି ସେମାନେ ଚେତନା ରହିତ ହେଇକି କରନ୍ତି, ଯୋଉମାନେ ହାଇଲି ଏକ୍ସପିରିଏନ୍ସ, ଯୋଉମାନେ ପୁରା ପୋଖତ ହେଇଯାଇଛନ୍ତି ଚିତ୍ରକର, ସେମାନେ ଅବଚେତନ ଅବସ୍ଥାରେ କରନ୍ତି। ତେଣୁ ଏଇଠି ମୁଁ ଯାହା କହୁଥିଲି ଯେ ଚେତନା ପାଇଁ ରୁଚି ରହିବାଟା ଆବଶ୍ୟକ, ଅନୁରାଗ ରହିବାଟା ଆବଶ୍ୟକ। ଏଇ ଯୋଉ କନସେନ୍ଟ୍ରେସନ ପାଇଁ ଅନୁରାଗର ବହୁତ ଆବଶ୍ୟକ ପଡେ, ଆଉ ସେ ଅନୁରାଗଟା ନିଜର ବୈଶିଷ୍ଟ୍ୟ ଉପରେ ନିର୍ଭର କରେ। ଏଇ କ୍ରମରେ ମନେ ପଡେ ସେଦିନ ପଞ୍ଚାନନ ସରକାର ଯାହା କହିଲେ ଯେ ଜଣେ ଛାତ୍ର ବିଲକୁଲ କ୍ଲାସରେ ପାଠ ପଢୁନାହିଁ, ପୁରା ଜିରୋ ଆଣୁଛି ସବୁଥିରେ, ତାକୁ ସାରା ଆଉ ପଢେଇ ହବ ନାହିଁ। ଠାକୁରଙ୍କୁ କହିଲେ ଠାକୁର ତାକୁ ଆଉ ପଢେଇ ହବନି, ସିଏ ଆଉ ପଢୁନି, ମୋଟେ କିଛି ତାର ଧ୍ୟାନ ନାହିଁ, ତାର ଏକାଗ୍ରତା ମୋଟେ ନାହିଁ, କନସେନ୍ଟ୍ରେସନ ମୋଟେ ନାହିଁ। ଠାକୁର ସେ ପିଲାକୁ ଡକେଇଲା ପରେ ଠାକୁର ତାକୁ କହିଲେ ଯେ ତୁ ଫିଲ୍ମ ଦେଖିବାକୁ ଭଲ ପାଉ? ସେ କହିଲେ ହଁ, ମୁଁ ଫିଲ୍ମ ଦେଖିବାକୁ ବଢିଆ ପାଏ। ଠାକୁର ତାକୁ କହିଲେ, ଲୋକଙ୍କ ପାଖରୁ, ଠାକୁରଙ୍କ ଭକ୍ତମାନଙ୍କ ପାଖରୁ କିଛି ପଇସା ଯୋଗାଡ଼ କଲେ ଏବଂ ତାକୁ ଦେଲେ, କହିଲେ ତୁ ଫିଲ୍ମ ଦେଖିକି ଆସିବୁ ଯା। ସେ ଛାତ୍ର ଗଲା ଫିଲ୍ମ ଦେଖିବା ପାଇଁ, ଯିବାକୁ ଯଦି ବାହାରିଛି ଠାକୁର କହିଲେ ତୁ ଆସିଲା ପରେ ଫିଲ୍ମର ପ୍ରତ୍ୟେକ ସଂଳାପ, ପ୍ରତ୍ୟେକ ଷ୍ଟୋରି କି ତୁ ଆସି ମୋ ଆଗରେ ବ୍ୟାଖ୍ୟା କରି କହିବୁ। ସେ ଛାତ୍ର ଯେତେବେଳେ ଗଲା ଫିଲ୍ମ ଦେଖିବା ପାଇଁ, ଚଳଚ୍ଚିତ୍ର ଦେଖିକି ଆସିଲା ପରେ ପ୍ରତ୍ୟେକ ସଂଳାପକୁ ସେ ଉଚ୍ଚାରଣ କରି ଠାକୁରଙ୍କ ପାଖରେ କହୁଥାଏ, ପ୍ରତ୍ୟେକ କାହାଣୀ ଷ୍ଟୋରିକୁ ପ୍ରାଞ୍ଜଳ ଭାବରେ ସେ ଠାକୁରଙ୍କ ପାଖରେ କହୁଥାଏ। ସେତେବେଳେ ପଞ୍ଚାନନ ସରକାର ଦାଙ୍କୁ ଠାକୁର ପଚାରୁଛନ୍ତି, ପଞ୍ଚାନନ୍ଦା ଆପଣ କହୁଥିଲେ ତାର ମାନେ କନସେନ୍ଟ୍ରେସନ ନାହିଁ, ଏକାଗ୍ରତା ନାହିଁ, ବର୍ତ୍ତମାନ ସେ କେମିତି କହୁଛି ସବୁ ଜିନିଷ, ସେ କେମିତି ଶୁଣୁଛି, କ୍ଲାସରେ ଶୁଣେନି ବୋଲି ଆପଣ କହୁଛନ୍ତି, ସେ କେମିତି ଶୁଣିକି ଆସିଛି, ପ୍ରତି ସଂଳାପକୁ କେମିତି ଉଚ୍ଚାରଣ କରିପାରୁଛି, ତେବେ ଭୁଲଟା କୋଉଠି ରହିଯାଇଛି? ଭୁଲଟା ଛାତ୍ର ପାଠ ପଢିବାଟା ପ୍ରତି ରୁଚି ରଖୁନାହିଁ, କିନ୍ତୁ ଫିଲ୍ମ ପ୍ରତି ରୁଚି ରଖୁଛି। ଆଜି ଛାତ୍ର ସମାଜରେ, ଆଜି ଯୁବ ସମାଜରେ ପ୍ରୋବ୍ଲେମ ହଉଛି କଣ? ଆମର ରୁଚି ଅନେକ ଜାଗାରେ ଡାଇଭର୍ଟ ହଉଛି, ଆମର ଯୋଉ ଇଚ୍ଛାଟା, ଆମର ଯୋଉ ଏକାଗ୍ରତାଟା ଅନେକ ଜାଗାରେ ଡାଇଭର୍ଟ ହଉଛି। ତା ଭିତରୁ ଗୋଟେ ହଉଛି କ୍ରିକେଟ, ଆଉ ଗୋଟେ ହଉଛି ଫିଲ୍ମ, ଆଉ ଗୋଟେ ହଉଛି ବିଭିନ୍ନ ପ୍ରକାର ଗେମ୍, ଭିଡିଓ ଗେମ୍, ଇଏ ସବୁ ଗେମ୍ ଯୋଉ ମୋବାଇଲରେ ଆସୁଛି, ଆଉ ଇଏ ସବୁର ଏ ସବୁକୁ ଯାହା ମୁଁ କହିଲି, ଫିଲ୍ମ ମାନେ ମାନେ ଅଶ୍ଳୀଳ ହଉ ସ୍ମୀଳ ହଉ, ଯାହା ଭଲ ପିକ୍ଚର ହଉ, ସେଇ ପ୍ରତି ତାଙ୍କର ଆଗ୍ରହତା, ଖେଳ ପ୍ରତି, କ୍ରିକେଟ ପ୍ରତି, ଆଉ ବିଭିନ୍ନ ସାଙ୍ଗସାଥି ମାନଙ୍କ ପାଇଁ, ଆଉ ବିଭିନ୍ନ ପ୍ରକାର ପଜି ଗେମ୍ ବା ଯୋଉ ସବୁ ଗେମ୍ ଫେମ୍ ଅଛି ଯୋଉଥିରେ ଅଛି ସବୁ, ଆଉ ନିଶା ପାଇଁ, ନିଶା ଉପରେ ବି ମୁଁ ଆଲୋଚନା ଥରେ କରିଥିଲି। ତ ଇଏ ସବୁ ଗୁଡାକ ପ୍ରତି ଯୋଉ ତାଙ୍କର ରୁଚିଟା ରହୁଛି, ରୁଚିଟା ଯୋଉ ଡାଇଭର୍ଟ ହଉଛି, ଯାହା ଫଳରେ ମୁଖ୍ୟ କର୍ମ, ପାଠ ହଉ, ବ୍ୟବସାୟ ହଉ କି ବୃତ୍ତି ହଉ, ତା ପ୍ରତି ଆଗ୍ରହଟା କମି ଯାଉଛି। ତ ଡାଇଭର୍ସିଫିକେସନ ଅଫ ଦ ଡିଫରେଣ୍ଟ ଆକ୍ଟିଭିଟି, ସେଇଟା ହଉଛି ଏକ୍ସଟର୍ନାଲି ଯୋଉଟା ସବୁ କରୁଛୁ, ସେଥିପାଇଁ ଆମେ ପ୍ରୋବ୍ଲେମରେ ପଡୁଛୁ। ତେଣୁ ଠାକୁର ତାକୁ କହିଲେ ଯେ ଯୋଉ ତାର ରୁଚି ରହୁନାହିଁ ପାଠ ପ୍ରତି, ସେ ସେଥିପାଇଁ, ତାର ଅନୁରାଗ ରହୁନାହିଁ ପାଠ ପ୍ରତି, ସେଥିପାଇଁ ସିଏ ପାଠ ପ୍ରତି ଭଲ ପାଇପାରୁନି, ପାଠ ମନେ ରଖିପାରୁନି, କିନ୍ତୁ ତାର ମନେ ରଖିବାର କାପାସିଟି ଅଛି, ତାର କନସେନ୍ଟ୍ରେସନ, ଏକାଗ୍ରତା ଲେଭୁଲ ବହୁତ ହାଇ ଅଛି, କିନ୍ତୁ ସେଇ ଏକାଗ୍ରତାଟା ଫିଲ୍ମ ପାଇଁ ହେଇଯାଉଛି, ପାଠ ପାଇଁ ହେଇପାରୁନି। ତେଣୁ ଠାକୁର କହିଲେ ସେ ଏକାଗ୍ରତାକୁ ଜାଗ୍ରତ କରିବାର ଦାୟିତ୍ୱ ହଉଛି ଶିକ୍ଷକର। ଶିକ୍ଷକ ହିଁ ଏଭଳି ଭାବରେ ପଢେଇବା କଥା ଯେ ଗୋଟେ ଛାତ୍ରଟା ସେଇ ପାଠକୁ ଭଲ ପାଇବ, ଆଉ ଶିକ୍ଷକକୁ ଭଲ ପାଇବ। ଶିକ୍ଷକକୁ ଭଲ ପାଇଲେ ହିଁ ତାର ଇଣ୍ଟେଲିଜେନ୍ସ ବଢିବ ବୋଲି ଠାକୁର କହିଲେ। ପଞ୍ଚାନନ ସରକାର ପୁଣି ଡାଉଟରେ ପଡିଗଲେ,
ଭଲ ପାଇଲେ କୁଆଡେ ଇଣ୍ଟେଲିଜେନ୍ସ କେମିତି ବଢିବ, ପ୍ରେମରୁ କେମିତି ଇଣ୍ଟେଲିଜେନ୍ସ ବଢେ। ଯେତେବେଳେ ଏଇ କଥା ଯେତେବେଳେ ଉଠିଲା ପଞ୍ଚାନନ ସରକାର ଦା ସେଠୁ ଏ କଥା କିଛି ଦିନ ଚାଲିଗଲା। ଦିନେ ଶୀତୁଆ ସକାଳେ ପଞ୍ଚାନନ ସରକାର ଦା ବସିଛନ୍ତି, ସେଠି ପାଖରେ କୁକୁର ଗୁଡାକ କେଁ 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 କରୁଛି। ପଞ୍ଚାନନ ସରକାର ତାଙ୍କୁ ଠାକୁର କହିଲେ ଯାଇ ଦେଖ କଣ ହଉଛି ସେଠି, କାହିଁ କେଁ କେଁ କରୁଛି କୁକୁରଟା। କୁକୁରକୁ ଦେଖିଲା ବେଳକୁ ଦେଖାଗଲା ଯେ କୁକୁର ଅନେକ ଗୁଡେ ଛୁଆ ଜନ୍ମ କରିଛି। ସେ ଛୁଆ ମାନେ କେଁ କାଁ କରୁଛନ୍ତି ଏବଂ କୁକୁର ତାଙ୍କୁ ମାନେ ଇଏ କରୁଛି, ଛୁଆମାନଙ୍କ ସହିତ ସମୟ ବିତଉଛି। ଠାକୁର କହିଲେ ତୁ ଗୋଟେ କୁକୁର ଛୁଆ ନେଇ ଆସ, ତୁମେ ଗୋଟେ କୁକୁର ଛୁଆକୁ ନେଇ ଆସ। ଯେତେବେଳେ କୁକୁର ଛୁଆକୁ ଆଣି ପକେଇଲେ ପଞ୍ଚାନନ ସରକାର, ଠାକୁର କହିଲେ ତୁମେ ଆକୁ ରଖିକି ତମ ଘରେ ପାଳନ କର। ସେ ଛୁଆଟାକୁ ପଞ୍ଚାନନ ସରକାର ତା ଗୁରୁଙ୍କ ନିର୍ଦ୍ଦେଶରେ ନେଇକି ରଖିଲେ, ତାକୁ ଖାଇବା ପିଇବା ରହିବା, ତାକୁ ଗାଧେଇ ଦେବା, ତାକୁ ଝାଡା ଝପଟ କରାଇବା, ସବୁ କାମରେ ଲିପ୍ତ ରହିଲେ। ତା ପ୍ରତି ତାଙ୍କର ଭଲ ପାଇବା ବହୁତ ବୃଦ୍ଧି ହେଇଗଲା। ଭଲ ପାଇବା ବୃଦ୍ଧି ହେଇଗଲା ପରେ ସେ କୁକୁରର ଇଣ୍ଟେଲିଜେନ୍ସ ପାୱାର ମଧ୍ୟ ବଢିଗଲା। ପଞ୍ଚାନନ ସରକାର ଶୋଇକି ଉଠିଲା ବେଳକୁ ସେ ଆଗେ ଆସିକି ଦୌଡ଼ିକି ଦେଖିଦେଇ ଯିବ ଯେ ଠାକୁର ମାନେ ମଣ୍ଡପରେ ଆସିକି ବସିଲେଣି କି ନାହିଁ। ଯଦି ବସିଲେଣି କମରରେ, ତାହେଲେ ସେ ଲାଞ୍ଜ ହଲେଇକି ଠାକୁରଙ୍କୁ ଦେଖିଦେଇକି ଚାଲିଯିବ। ପଞ୍ଚାନନ ସରକାର ତାଙ୍କର ଧୋତିକୁ କାମୁଡିକି ଧରିକି ଛିଡେଇକି ଧରିକି ଆସିବ, ମାନେ ଧରିକି ଟାଣି ଟାଣିକି ନେଇକି ଆସିବ। ପଞ୍ଚାନନ ସରକାର ତ ଜାଣିବେ ଯେ ଠାକୁର ଆସିକି ବସିଲେଣି। ଏମିତି ସେ ଅନେକ କିଛି ଶିଖିथा। ଦିନେ ଠାକୁର ପଚାରିଲେ ପଞ୍ଚାନନ ସରକାର ଦା ତାକୁ କୁହନ୍ତୁ ତ ସେ ହାତ ଦିଟା ଟେକୁ, ଗୋଡ ଦିଟା ଟେକୁ, ହାତ ଦିଟା ଟେକିଲା। ତାକୁ କୁହନ୍ତୁ ନମସ୍କାର କରୁ, ନମସ୍କାର କଲା। ଗୋଟାଏ ଗୋଡରେ ଛିଡା ହଉ, ଗୋଟେ ଗୋଡରେ ଛିଡା ହେଲା। ଦି ଗୋଡରେ ଛିଡା ହଉ, ଦି ଗୋଡରେ ଛିଡା ହେଲା। ଓଲଟି ପଡୁ କହିଲେ ଓଲଟି ପଡିଲା। ଠାକୁର କହିଲେ ଅନ୍ୟ ଯୋଉ କୁକୁର ଗୁଡାକ ଅଛନ୍ତି ତାଙ୍କୁ ଯଦି ଆପଣ କହିବେ ସେମାନେ କଣ ଓଲଟି ପଡିବେ କି? ସେମାନଙ୍କୁ କିଛି କହିକି ଦେଖ, ସେମାନେ କାହିଁ କରିପାରିବେ, ସେମାନେ କାହିଁ ହାତ ଟେକି ପାରିବେ। ଇଏ ପଞ୍ଚାନନ ସରକାର ତାଙ୍କ ପ୍ରତି ତାଙ୍କର ଯୋଉ ଭଲ ପାଇବା ପାଇଁ ତାର ଇଣ୍ଟେଲିଜେନ୍ସ ପାୱାରଟା ବୃଦ୍ଧି ହେଇଛି। ତେଣୁ ସେଇଠୁ ଠାକୁର ବୁଝେଇ ଦେଲେ ଯେ ଭଲ ପାଇବା ହଉଛି ମୂଳ ଜିନିଷ। ଏଇ ଭଲ ପାଇବା ଭିତରେ ଇଣ୍ଟେଲିଜେନ୍ସ ପାୱାରଟା ବୃଦ୍ଧି ହୁଏ। ଆଉ ଇଣ୍ଟେଲିଜେନ୍ସ ଥିଲେ ହବନି, ଇଣ୍ଟେଲିଜେନ୍ସ ପାୱାରଟା ଏକାଗ୍ରତା ଠାରୁ ହିଁ ଆସେ। ଏକାଗ୍ରତା ହଉଛି କଣ ନା ଗୋଟିଏ ଜିନିଷରେ ଏକନିଷ୍ଠ ଭାବ, ଗୋଟିଏ ଅବଜେକ୍ଟ ବା ଗୋଟିଏ ଚିନ୍ତା, ଗୋଟିଏ କର୍ମ ଭିତରେ ଲାଗି ରହିବାଟା ହଉଛି ଏକାଗ୍ରତା। ଆଉ ଏକାଗ୍ରତା ଆମେ ଯାହା ଜାଣିଛୁ ଯେ ସାଧନାରୁ ସିଦ୍ଧି ର କଥା ଆମେ ଅନେକ ଶୁଣୁଛୁ। ଏ ସାଧନାରୁ ସିଦ୍ଧି ରାସ୍ତାରେ ଯାହା ପଡେ ସେଟା ହଉଛି ଏକାଗ୍ରତା। ସାଧନା କରିବାକୁ ପଡିବ କିଛି ସିଦ୍ଧି ପାଇବା ପାଇଁ। ଆଉ ଏ ସାଧନା କଲେ ହିଁ ଏକାଗ୍ରତା ଆସିବ, ଆଉ ଏକାଗ୍ରତା ଆସିଲେ ସିଦ୍ଧି ଆସିବ। ତେଣୁ ଆମର ଯୋଉ ବର୍ତ୍ତମାନ ଯୋଉ ବାହ୍ୟ ଚେତନା ଆଜି ବହୁତ ଭାବରେ ବିଚ୍ଛୁରିତ। ବାହ୍ୟ ଚେତନା ଭିତରେ ଆମ ପାଖରେ ଅନେକ କିଛି, ଯେମିତି ପରିବେଶ ଯାହା ଥାର୍ଡ ଲ ଅଫ ଥର୍ମୋଡାଇନାମିକ୍ସ କୁହାଯାଏ ଯେ ପୃଥିବୀର ଏଇ ଯୋଉ ଡିଜର୍ଡନେସଟା ବା ଏଇ ଯୋଉ ବିଚ୍ୟୁତି ଭାବଟା ବଢି ବଢି ଯିବ, ଏଇଟା ନ୍ୟାଚୁରାଲ ଟେଣ୍ଡେନ୍ସି। ଆମେ ଅଧିକ ବିଚ୍ୟୁତ ହବାକୁ ଭଲ ପାଉ, ଇଏ ହଉଛି ନ୍ୟାଚୁରାଲ ଟେଣ୍ଡେନ୍ସି। ଇଏ ହଉଛି ଗୋଟେ ମାନେ ଲ। ଆମେ ଅଧିକ ଭାବରେ ଡିଷ୍ଟ୍ରାକ୍ସନ ହେଲେ ଆମକୁ ଖୁସି ଲାଗେ, କିନ୍ତୁ ସେ ଖୁସି ଆନନ୍ଦ ଦିଏନି, ସେ ଖୁସି ସଫଳତା ଦିଏନି। ତେଣୁ ଆମେ ଅଧିକ ଡିଷ୍ଟ୍ରାକ୍ଟେଡ ହବାକୁ, ବିଚ୍ଛୁରିତ ହବାକୁ ଚେଷ୍ଟା କରୁ, କାରଣ ଆମ ଭିତରେ ସେଇ ଭାବଟା ଥାଏ। ଆମେ ଏକରୁ ବହୁରେ ପରିବର୍ତ୍ତନ ହବା, ଯାହା ଈଶ୍ୱରଙ୍କର ଯୋଉ ଭାବ ଥିଲା, ଯାହା ଠାକୁର କହୁଥିଲେ ଯାହା ବ୍ରହ୍ମ କାହାକୁ କୁହନ୍ତି, ଯାହା ବୃଦ୍ଧିପ୍ରାପ୍ତ ହେଇ ତାହା ହିଁ ରହିଛି, ତାହା ହଉଛି ବ୍ରହ୍ମ। ସେ ଏକରୁ ଅନେକରେ ପରିବର୍ତ୍ତନ ହେଇଛନ୍ତି। ଭଗବାନ ଯୋଉ ସୃଷ୍ଟି ତିଆରି ହେଇଛି, ସେଇ ଏକ ଏ ସବୁ ବୃଦ୍ଧିପ୍ରାପ୍ତ ହେଲା ପରେ ମଧ୍ୟ ସେ ଏକ ହେଇକି ରହିଛନ୍ତି, ସେ ହଉଛନ୍ତି ବ୍ରହ୍ମ। ଯାହା ଆମ ଭିତରେ ମଧ୍ୟ ଅଛି ସେଇ ବ୍ରହ୍ମ। ସେଇ ବ୍ରହ୍ମକୁ ଜାଗ୍ରତ କରିବା ପାଇଁ ଠାକୁର ଶବ୍ଦ ବ୍ରହ୍ମ ଦେଇଛନ୍ତି। ତେଣୁ ଏଇ ଯୋଉ ସାଧନାରୁ ସିଦ୍ଧି ପାଇଁ ଯୋଉ ଏକାଗ୍ରତାର ଆବଶ୍ୟକ ଅଛି,
से बिना एकाग्रतार आम साधनार सिद्धि जाकि पहुंची पारिबा ना। तेणु जो बाह्य चेतनाटा आम सब विच्छुरित हो, कारण आम बहु कर्म आज लिप्त, आम बहु कर्म लिप्त। बहु कर्म माने आमर बहुत किछि कर्म अछि, बहुत किछि कर्म माने आम जदि देखु बहुत किछि कर्म भितर आम प्रोफेशनल लाइफ अच्छी, व्यक्तिगत पर्सनल लाइफ अच्छी, ता सहित आमर सोशल लाइफ मध्य अच्छी। आउ ये समस्त जीवन को बालांस करवाटा डिफिकल्ट हो जाइए बर्तमान। ये समस्त जीवन को जदि आम देखु आज आम हाथ में जो मोबाइल खंडक पड़ी, से मोबाइल टा गोटे माने गोटे कंटेनर भाया, गोटे बाक्स बाक्स भाया, गोटे बक्स भाया, जहाँ भितर आमर जहाँ मुझे कहते पिला मानकर क्रिकेट अच्छी, ता भितर फिल्म अच्छी, ता भितर निशा अच्छी, ता भितर गेम अच्छी, तारि भितर एंटरटेनमेंट अच्छी, तारि भितर सबकि तार भितर अच्छी। तेणु मोबाइल टा हूँ मेजर फैक्टर ऑफ डिस्ट्रैक्शन। आमको विच्युत करने को, आम एकाग्रता को भांगिया पाई मोबाइल हूँ एकमात्र माध्यम। आपड़ जदि भावुथे जे मोबाइल रू आज काली गोटे गार्डियन को भेटी से कहते छुआ को जिते 6 क्लास कोरोना हला 10th पास कर मोबाइल दिगला। बर्तमान ताको ता माँ जदि खाई डाकुची 3 थर 4 थर डाकिले सी हूँ मारुनी, तापर ताको हलई देले जाकि सी जानी पारुची जाग्रत होची, तापर खाई आछी। तो तार एकाग्रता लेवल, तार कंसंट्रेशन लेवल मोबाइल बहुत अधिक। कहीं मोबाइल भितर बहु जिनस से पाई जाउछ, तार एंटरटेनमेंट, तार नॉलेज, तार सब किछि ता भितर पाई जाउची, एवं तार सब किछि खराब हवा पाई चल जाउची। किंतु तार जो मूल जिनसटा सेतुर विच्युत हो जाउची। पाठ पढ़िबो कि किछि कर्म कर्माणी करिबो एथुर विच्युत हो जाउची। एई क्रम रे मने पड़े स्वामी विवेकानंद गोटे बही पढ़ुथांते, ताकर बंधु 6 थर तांको डाकिचंदी खाइया पाई, सीए जाउनाती खाइया पाई। तापरे से सेटु आसिकी तांको विरक्त होइछि, तांको हलै देइछि एवं तांको कहिसंती देखला समय बहुत अतिक्रांत हो गलानी। विवेकानंद कहते एत समय हेलानी तुम मत खाइबा डाकुना, से कहते मुझे तुमको 6 थर डाकी सारे तुम्हें खाइबा जाऊना, तुम शुणुना गोटे। से कहे ना मुझे बहीटा पढ़ुली तो जानी पारे। मैंने बहीटा एत भाव से पढ़ुले स्वामी विवेकानंद, सी आ जानी पारे बंधु 6 थर आसी डाकी गले। से जो स्टूडेंट एकाग्रता को देखो तो विवेकानंद को एकाग्रता को देखो, एकाग्रता पाई से बंधु जिते से बहीर पृष्ठार गोटे किसी चैप्टर गोटे किसी पढ़े पचारे संपूर्ण बहीर प्रति पेज को से मन रखी प्रांजल भाव में कहीदे पारे। ये थिला तांकर एकाग्रता बा कंसंट्रेशन, ये थिला तांकर स्वामी विवेकानंद एकाग्रता। तामाने एते भाव में एकाग्र होगी पढ़ुले, से पढ़िबार मूल उद्देश्य थिला ज्ञान आहरण करी, सेति से पढ़ुले। ये जो काली जो छात्र ये मोबाइल देखुची एवं ताकू डाकिले से आसुनी, से ज्ञान आहरण करने ना, से एंटरटेनमेंट पाई विभिन्न प्रकार माध्यम जो अच्छी तारी भितर समय नष्ट कर, विभिन्न रील देखुची, माने वीडियो गेम देखुची कि नले तार माने 2-4टा तो मुख्य जिनस अच्छी फेसबुक इंस्टाग्राम आजिकल एक्स बाहर, तापर यूट्यूब, ये सब विभिन्न प्रकार जिनस ये मनटा छाड़ी चली जाऊँ। किंतु तार जो मुख्य कर्म प्रति तार जो भावटा रहा कथा से भावटा पाखे रोक। तेणु तापर आम देखा ये जो एकाग्रता बा कंसंट्रेशन लेवल टाक जदि आम देखा, ये कंसंट्रेशन लेवल पाई आम एकाग्रता कंसंट्रेशन लेवल को हाउ टू इम्प्रूव एंड कंसंट्रेशन इज द
fundamental things in our life for the concentric life. ଏକାଗ୍ରତାରୁ ହିଁ ଏକାଗ୍ରତା ବୋଲା ଜୀବନକୁ ଆମେ ଯାଇପାରିବା, ଏକାଗ୍ର ଜୀବନକୁ ଯାଇପାରିବା। ୱାନ୍ ପଏଣ୍ଟେଡନେସ୍, ଏଇ ଏକାଗ୍ରତା ନ ରହିଲେ ସମାଧି ଆସିବ ନାହିଁ। ତେଣୁ ଏଇଠି ହାଉ ଟୁ ଇମ୍ପ୍ରୁଭ ଆୱାର କନସେନ୍ଟ୍ରେସନ, ଆମର କନସେନ୍ଟ୍ରେସନ ଲେଭେଲକୁ ଆପଣମାନେ ସମସ୍ତେ ଏକାଗ୍ରତାକୁ ବୁଝିଛନ୍ତି। ଏକାଗ୍ରତାକୁ ବୃଦ୍ଧି କେମିତି କରିବା? ତେଣୁ ଆପଣ ଜାଣିଛନ୍ତି ଦି ପ୍ରକାର ଲେନ୍ସ ଅଛି, ଗୋଟେ କନଭେକ୍ସ ଲେନ୍ସ ଆଉ ଗୋଟେ କନକେଭ ଲେନ୍ସ। ଆମେ ଛୁଆବେଳେ ଦେଖିଛେ ଗୋଟେ ଲେନ୍ସ ଦେଇକି ସୂର୍ଯ୍ୟ କିରଣ ଆସିଲେ ପେପରଟା ମଧ୍ୟ ଜଳି ଯାଉଥିଲା, କାରଣ ସୂର୍ଯ୍ୟ କିରଣକୁ ସେ ଏକାଠି କରିକି ଗୋଟେ ଜାଗାରେ ପଏଣ୍ଟେଡ କରୁଥିଲା ଆଉ ପେପରଟା ଗରମ ହେଇକି ଜଳି ଯାଉଥିଲା। କିନ୍ତୁ ଆମ ମନ ଭିତରକୁ ଆସୁଥିବା ଅନେକ ଚିନ୍ତାକୁ ଯଦି ଆମେ କନସେନ୍ଟ୍ରେଟ କରିକି ୱାନ୍ ପଏଣ୍ଟେଡନେସ୍ କରିପାରିବା, ସେଟା ହଉଛି ଏକାଗ୍ରତା। ତ ଏକାଗ୍ରତାକୁ ଇମ୍ପ୍ରୁଭ କରିବା ପାଇଁ କଣ ହଉଛି, ମୁଁ କେତେଟା ଜିନିଷକୁ ଡିସ୍କସନ କରିବି, ତାପରେ ଆଉ ଥରେ ଆମେ ଡିସ୍କସ କରିବା ଏକାଗ୍ରତା ବିଷୟରେ, ଏକାଗ୍ରତାର ମୂଳ ତତ୍ତ୍ୱଟାକୁ ଡିସ୍କସ କରିବା। ପ୍ରଥମେ ଦେଖିବା ଆମେ କେମିତି ଏକାଗ୍ରତାକୁ ବୃଦ୍ଧି କରିପାରିବା, ଆମ ଜୀବନରେ କନସେନ୍ଟ୍ରେସନ ଲେଭେଲକୁ କେମିତି ବଢେଇ ପାରିବା। ଏଇ ଯୋଉ ଡିଷ୍ଟ୍ରାକ୍ସନ ଲେଭେଲକୁ କମ କରିବା ପାଇଁ ହେଲେ ଏଇ ଏକାଗ୍ରତା, ଇଟ୍ ଇଜ ଏ mental process, it is a process of mind. ये गोटे फिजिकल प्रोसेस नहीं, किंतु ए बॉडी भीतर तो माइंड अच्छी। ठाकुर कहते माइंड टा कौन ना सत्तार उत्पन्न होता तरंग जो बाह्य वस्तु मान सहित घात प्रतिघात हो जो कंपन तैयारी करे ता होची हमर माइंड। से ये जो माइंड रो प्रोसेस टा होची एकाग्रता, मानसिक प्रस्तुति। तो एकाग्रता हवा पाई प्रथम दरकार जे गोटे मेंटल प्रिपेयरनेस। मु एकाग्रता हेबी, मु एकाग्र हेबी, ए प्रकार गोटे मु चिंता मो माइंड भीतर आसी आनिबा को पड़े, ताले मु एकाग्र हेई पारि। ता पई कोन कोन करणीय मु चिंता कली जे मु एकाग्र हेबी, मु कॉन्सेंट्रेटेड हेबी। मु खाइला बेले भी एकाग्रता न थाए, कहीं मु खाइबाटा शिखी सबकॉन्शियस अवचेतन अवस्था मु खाए। मु टीवी देखु थाए, मो माँ कथा शुणु थाए, माँ सहित कथा होता है, स्त्री सहित कथा होता है, झील कथा भावु थाए, कॉलेज कथा भावु थाए, पिला मानकर बालुंगाई कथा भावु थाए, किंतु मु खाई चलता। तेणु जदि मोर खराब थॉट मन भीतर आसे मो खाद्य उपर मध्य प्रभाव पड़े। से कथा भाव मु खाद्यटा खाइबाटा अनेक लोक कन्स्टिपेशन हुए, गैस हुए, तार मूल कारण हूँ खाइला बेले आमे खाऊना, आमे ढोकू खाली आमे दांतरे जेते जेते चोबेकी खाइबा खाद्य हजमटा शिखिता हो। आमे अवेयरनेस जदि बढ़ेबा खाइबा समय जे मु खाद्यटाकू पानी भलिया खाइबी, ता माने पानीटाकू खाद्य भलिया खाइबी। आमे किंतु उल्टाटा खाउछु, खाद्यटाकू पानी भलिया पाटे पकेदेलु, डाली रे गोळेकी भात पकेला, से गोटे केते अधा मिनिट अधा सेकेंड भीतर से जाके स्टोमक रे पार्टी रे जो डाइजेशन होबा कथा, जो एंजाइमेटिक जूस से तो मिसिवा कथा सी आउ मिसेनी। तो सेति पई मोर कॉन्शियसनेस रहे, मु गोटे मेंटल, मु जदि आवर ही खाए ना मु चोबे की खाइबी, मु चोबे की सो खाए तापर पुणी भूली जाए। ठीक से भलिया नामटा मध्य, ये नाम करिवाटा हम द्वारा हुएनी। आम जो मु मन पकाए नाम करिवा पई सेतले नाम कर नले मु नाम करि पारे। आ जो माने नाम करिवाटा ईश्वर प्रति भल पाइबाटा जते तीव्र थाए, जो माने भाबंती मु सबले नाम करिवा कथा, अवचेतन स्तर को जते चली जाए, मु जेमती न चिंता करके खाई पारुची, न चिंता करके गाड़ी चलाई पारुची, न चिंता कले मध्य मोर पेटरे इंटेस्टाइन रे स्टोमक रे डाइजेशन प्रक्रिया चालुची, सेमती नाम मध्य मु चिंता मोर कॉन्शियसली नाम करने को पड़ोनी, सबकॉन्शियस अवचेतन अवस्था रे प्रतिनियत नामटा चलो। नाम आ नामी अभेद्य, मो इधर नाम करि पारे न नामी पुरुष को मने पकई पारे। तेणु तांको कथा, तांको वार्ता, तांको कथा जे मु चिंता करे सेटा नाम, सेटा अवचेतन स्तर को नबाक पड़ो। तेणु फास्ट पॉइंट नंबर 1 मु एकाथरे कही जाए, नंबर 1 होची मेंटल प्रिपरेशन, माइंड रु स्थिर करबा पड़ियो जे मु कॉन्सेंट्रेटेड हेबी। सेकंड होची फूड कम खाया पड़ो,
से तार व्याख्या करी फास्ट है मो माइंड मेंटल सेटअप करी सेकेंड है कम फूड खाइबी थर्ड है स्लीप स्लीप आवर मिनिमम 6-7 घंटा 8 घंटा मु सोई फोर्थ है कॉम्प्लेक्स फूड खाइबी जंक फूड खाइबी प्रिजर्व फूड खाइबी हाई ऑयल फूड खाइबी हाई प्रोटीन नॉनवेज फूड खाइबी फिफ्थ है कौन जिनस को मुझे लाइटली नेबी हाँ खाऊँ तो खाऊँ हाँ मोर जीवार अच्छे तो जीवी हाँ करार अच्छे करी कौन जिन लाइटली नेबी आलोचना कर फिफ्थ है वी शुड नॉट हैव टू टेक द एवरीथिंग इन लाइटली सिक्स्थ है मेडिटेशन करने को पड़ो ठाकुर तो कहते नाम मनीष को तीक्ष्ण करे आ ध्यान मनीष को स्थिर एवं ग्रहणक्षम कराए तेणु मत मेडिटेशन करने को पड़ो आओ सेवेंथ है जोग करने को पड़ो जोग प्राणायाम तीन टा जोग कथा कह जोटा कि निहाती कले कंसंट्रेशन लेवल बढ़े ता हूँ कपाल भारती ब्रह्मरी आउ गोटे हूँ त्राटक ये तीन टा जिनस करने पड़ो कले ये फिजिकल बॉडीटा माइंड को कंट्रोल रखिपार ये बॉडी द्वारा भी माइंड को कंट्रोल रखिपार आउ गोटे हूँ आगु छोट पिला माने बहुत खेलुथिले आउ लोक माने बहुत कर्म करथले कठिन परिश्रम करथले आजिकल सेटा नहीं तेणु मते ये जो माने नेक्स्ट हूँ स्पोर्ट्स खेला खेली करी फिजिकल एक्सरसाइज करी नकले कंसंट्रेशन लेवल रही लिसनिंग द म्यूजिक भल गीत अति डीपली तार स्लो म्यूजिक देखी जब शुणे कंसंट्रेशन लेवल मत बढ़े आम हाथ में केते आक्युप्रेशर पॉइंट अच्छी जोटा को जाग्रत हेले कंसंट्रेशन लेवल बढ़ी पार से ठाकुर सकाल संध्या ताली मारिकी प्रेयर करने कहते बड़दा कहते जोर जोर ताली मार ये जोर जोर ताली मारे आक्युप्रेशर पॉइंट एक्टिवेट हुए क्लैपिंग क्लैपिंग थेरापी जो म्यूजिक कथा कहती दैट इज द साउंड थेरापी आउ गोटे हूँ कहवा कथा नुह मुझे जस्ट कहूँ कारण मुझे प्रोफेशनल नुहे गोटे हूँ एस्ट्रोलोजी टाक देखा पड़ो ये जो मोर मानसिक स्थितिटा एकाग्रता पाई चंद्रर उपस्थिति मोर माने जन्म कुंडली रे चंद्रर उपस्थिति हूँ मुख्यतः जरूरी जो जो मानकर चंद्रर उपस्थिति ठीक भाव न था से मानसिक स्थिरता मध्य ठीक से आसी पारे ना चंद्र हूँ देवग्रह बृहस्पति हूँ देवगुरु सूर्य चंद्र मंगल ये हूँ माने गुड बा देव देवकीय माने डिवाइन प्लैनेट्स गुड़ाक सेमती जमती राक्षसकर जमती असुरीय बुद्धि प्लैनेट्स गुड़ाक शनि शुक्र हेले राक्षसकर गुरु शुक्राचार्य शुक्र शनि राहु आउ केतु बुध हेले न्यूट्राल दीपटिया चंद्र जदि माने खराब ग्रह बा माने राक्षस मानकर जो ग्रह अच्छी माने से प्रकार खराब प्लानेट सहित जदि आटाच हो जाए मनटा विचलित तेणु मन विचलित हेले ताकू एकाग्रता करवाटा कष्ट बहुत पिला अच्छा एकाग्र हो पार आ चंद्र होती मां प्रतीक तेणु मां जदि सेवार जड़े जदि लगी जाए मातृ सेवा जदि करे जहाँ उपनिषद कहुई मातृकेन्द्रिक भव पितृकेन्द्रिक भव आउ आचार्य केन्द्रिक तेणु जब मातृकेन्द्रिक सी हुए ताहले तार चंद्र मध्य उन्नति है चंद्र ग्रहर उपस्थिति मध्य उन्नति हो तार एंगल मध्य बढ़ तेणु माँ को भल पाइले माँ प्रति सेवा परायण हेले ताहले तार मानसिक एकाग्रता मध्य बढ़ कारण माँ हूँ प्रथम गुरु माँ को जब भल पाऊना आम जीवन में क्या भल पाई पार मो स्त्री की भी भल पाई पारि मो छुआ को भी भल पाई तेणु चंद्र होती एकाग्रतार मूल से कह जाए चांदी पानी रखिकी सका पीदे कि चांदी की माने
ଗ୍ରହଣ କଲେ ଏସବୁ ଇମ୍ପ୍ରୁଭ ହୁଏ। ଇଏ ମୁଁ ତା ଦେହରେ ଏକ୍ସପର୍ଟ ନୁହେଁ, ଯୋଉମାନେ ଜାଣିଥିବେ ତାଙ୍କ ସହିତ ଆପଣ କହିପାରିବେ। ଠାକୁର ଆଉ ଗୋଟେ ବ୍ରହ୍ମାସ୍ତ୍ର ଦେଇଛନ୍ତି ଏକାଗ୍ରତା ପାଇଁ, ତା ହଉଛି ଥାଲୁକୁଡି। ବା ଏ ଥାଲୁକୁଡି କଣ କରେ, ତା ଦେହରେ ଗୋଟେ ବାର୍କୋସାଇଡ୍ସ କମ୍ପାଉଣ୍ଡ ଅଛି। ସିଏ ଆମର ଡାଇଜେଷ୍ଟିଭ ସିଷ୍ଟମ ବା ଡାଇଜେଷ୍ଟିଭ ଟ୍ରାକ୍କୁ ଠିକ ରଖିବା ସହିତ ସିଏ ଆଉ ଗୋଟେ କାମ କରେ, ଆମ ମାନସିକ ସ୍ଥିରତା ମଧ୍ୟ ରଖେ। ଇଏ ଗୋଟେ ଅମୋଘ ଔଷଧ। ଆଉ ଆଗରୁ ଏଇ ମାନସିକ ସ୍ଥିରତା ରଖିବା ପାଇଁ ଗଞ୍ଜେଇ ଲୋକ ଟାଣୁଥିଲେ। ଶିବ ତ ଗଞ୍ଜେଇ ଟାଣୁଥିଲେ, ଆମେ ବି ଟାଣିବୁ ବୋଲି କହୁଥିଲେ। ଗଞ୍ଜେଇଟା ଇଏ କଣ କରେ, ମାଇଣ୍ଡଟାକୁ ଟିକେ ସ୍ଥିର କରାଏ। ମାଇଣ୍ଡଟାକୁ ସ୍ଥିର କରାଏ ମାନେ ମାଇଣ୍ଡର ହାଇପୋଥାଲାମସକୁ ସେ ଆଫେକ୍ଟ କରେ, ଯାହା ଫଳରେ ମାଇଣ୍ଡ ଭିତରକୁ ଅନେକ ଚିନ୍ତା ଆସିପାରେ। ଇଏ ଗୋଟେ ପ୍ରକାର ପ୍ରକ୍ରିୟା ଥିଲା। ଆଉ ସବୁଠୁ ବଡ ଜିନିଷ ହଉଛି, ମୁଁ ଯାହା କରୁଛି ତା ପ୍ରତି ମୋର ନିଗାଢ ଭଲ ପାଇବା ଥିବା ଦରକାର। ଯଦି ତା ପ୍ରତି ମୋର ନିବିଡ଼ ଭଲ ପାଇବା ନାହିଁ, ତାହେଲେ ମୋର ଏକାଗ୍ରତା ଆସିବ ନାହିଁ। ତ ଆମେ ଗୋଟିଏ ଗୋଟିଏ ଆଲୋଚନା କରିବା। ହାଉ ଟୁ ଇମ୍ପ୍ରୁଭ ଦ କନସେନ୍ଟ୍ରେସନ। ଫାର୍ଷ୍ଟ ହଉଛି ମୁଁ ମେଣ୍ଟାଲ ସେଟଅପ୍, ମୁଁ ମାଇଣ୍ଡ ଭିତରେ ସ୍ଥିର କରିବି ଯେ ମୁଁ କନସେନ୍ଟ୍ରେଟ ହେବି। ଇଏ ହେଲା ଫାର୍ଷ୍ଟ ଷ୍ଟେପ। ଏଟା ତ ମୁଁ ଯଦି ମାନସିକ ପ୍ରସ୍ତୁତି ନ କରେ ତାହେଲେ ମୁଁ କେବେ ହେଲେ କରିପାରିବି ନାହିଁ। ତେଣୁ ଏଇ ଯୋଉ ମାନସିକ ପ୍ରସ୍ତୁତି, ଏଇ ଏକାଗ୍ରତା ହେବା ପାଇଁ ଠାକୁର ପୁରା ମଣିଷ ଯଦି ଏକାଗ୍ରତା ହୁଏ ତା କର୍ମରେ, ତାର ମାନେ ସବୁ ଜିନିଷ ଯଦି ଏକାଗ୍ରତା ହୁଏ, 100% ସବୁ କର୍ମରେ ଯଦି ରହେ। ମୁଁ ଯେତେବେଳେ ବଜାର ଖେଳୁଛି ମୁଁ ସେଠି ଏକାଗ୍ର ହେଇକି ବଜାର ଖେଳୁଛି। ମୁଁ ଯେତେବେଳେ ରାସ୍ତାରେ ଚାଲୁଛି ଏକାଗ୍ର ହେଇକି ଚାଲିବି। ଘରେ ଅଛି ଏକାଗ୍ର ହେଇକି ରହିବି। ମୁଁ ସ୍ତ୍ରୀ ସହିତ ଅଛି, ତା ସହିତ ଆନନ୍ଦ ପ୍ରମୋଦ ଆନନ୍ଦ କରୁଛି, ସେତେବେଳେ ମଧ୍ୟ ଏକାଗ୍ର ହେଇକି ରହିବି। କି ମୋ ଛୁଆକୁ ପାଠ ପଢଉଛି, ସେତେବେଳେ ମଧ୍ୟ ଏକାଗ୍ର ହେଇକି ରହିବି। କିନ୍ତୁ ମୁଁ ସବୁବେଳେ ମଲ୍ଟିଟାସ୍କିଂ ହେଇକି ଥାଏ, ଯାହା ଫଳରେ ମୁଁ ଜୀବନଟାକୁ ଫୁଲି ଏନ୍ଜୟ କରିପାରେ। ତେଣୁ ଫାଷ୍ଟ ହଉଛି ସେଇ ମେଣ୍ଟାଲ ସେଟଅପ୍। ସେଥିପାଇଁ ଠାକୁରଙ୍କର ଯୋଉ ବିଧାନ ଗୁଡାକ ଅଛି, ମୁଁ ଯେତେ ଯୋଉ ଇମ୍ପ୍ରୁଭମେଣ୍ଟର ପ୍ରୋସେସ ଗୁଡାକ କହିଲି, ସେଥିପାଇଁ ସବୁ ଜିନିଷର ମୂଳ ହଉଛି ଠାକୁରଙ୍କୁ ଭଲ ପାଇବା। ଠାକୁରଙ୍କୁ ଭଲ ପାଇଲେ ଏକାଗ୍ରତା ବଢିବ। ତାଙ୍କୁ ଭଲ ପାଇଲେ ଅନ୍ୟ ଜିନିଷକୁ ଭଲ ପାଇପାରିବି, ମୁଁ କର୍ମକୁ ଭଲ ପାଇପାରିବି। ଆଉ ସବୁବେଳେ ମୁଁ ଯଦି କହେ, ଯେ ଆଚାର୍ଯ୍ୟ ଦେବ କହୁଥିଲେ, ମୁଁ ଯଦି କୁଆଡେ କିଛି କାମ କରିବାକୁ ଯାଏ, ଚାକିରିକି ଯାଏ, ଠାକୁର ମୁଁ ଚାକିରି କରିବାକୁ ଯାଉଛି, କାମ କରିବାକୁ ଯାଉଛି, ତେବେ ମୋ ଦ୍ୱାରା କେବେ କିଛି ଅନ୍ୟାୟ ହବ ନାହିଁ। ତ ଫାଷ୍ଟ ହଉଛି ମେଣ୍ଟାଲ ସେଟଅପ୍। এই ମେଣ୍ଟାଲ ସେଟଅପ୍ ପରେ ଆରମ୍ଭ ହୁଏ ଫୁଡ। ଠାକୁର କହୁଥିଲେ, ଦ ଡିଷ୍ଟର୍ବଡ ମାଇଣ୍ଡ ଇଜ ଦ ଆଉଟକମ୍ ଅଫ ମାଲ ଫଙ୍କସନିଂ ଅଫ ଦ ଫିଜିକ୍। ବଡି ଭିତରେ କିଛି ମାଲ ଫଙ୍କସନିଂ ହେଲେ ମାଇଣ୍ଡର ଡିଷ୍ଟର୍ବାନ୍ସ ହୁଏ। ବା ଡିପ୍ରେସ ବା ଡିଷ୍ଟ୍ରାକ୍ଟେଡ ମାଇଣ୍ଡର ମୂଳ ହଉଛି ବଡି, ଆଉ ବଡିର ମୂଳ ହଉଛି ଖାଦ୍ୟ। ମୁଁ ଯଦି ଡିଷ୍ଟ୍ରାକ୍ଟେଡ ଫୁଡ ଖାଏ, ଯୋଉ ଫୁଡରେ ଉତ୍ତେଜନା ବେଶୀ ଥାଏ, ତ ମାଇଣ୍ଡର ସନ୍ତୁଳିତ ରଖିବାଟା ସମ୍ଭବ ହୁଏ। ମୁଁ ଯଦି ନନଭେଜ ଖାଏ, ଏଇ ଏଇ ନନଭେଜ ମାନେ ଖାଇଲା ବେଳେ ମୁଁ ଯେତେବେଳେ ଆନିମଲ ପ୍ରୋଟିନ ଖାଏ, ସେ ଆନିମଲ ବଡିଟାକୁ ଖାଏ, ତାଙ୍କର ଯୋଉ ଶାରୀରିକ କୋଷ ଗୁଡାକ ମୁଁ ଖାଏ, ସେ କୋଷୀୟ କମ୍ପନ ଗୁଡାକ ମୋ କୋଷୀୟ କମ୍ପନ ଠାରୁ ତୀବ୍ରତର। ସିଂହ ମୋ ଠାରୁ ବେଶୀ ବଳଶାଳୀ, ତେଣୁ ତାର କୋଷ ମାନଙ୍କର କମ୍ପନ ମୋ ଠାରୁ ଅତ୍ୟଧିକ ଅଧିକ। ମୁଁ ଛେଳି ଖାଏ, ମୁଁ ହରିଣ ଖାଆନ୍ତି କି କୁକୁଡ଼ା ଖାଏ, ଏମାନଙ୍କର ମାନେ କୋଷୀୟ କମ୍ପନଟା ମୋ କମ୍ପନ ଠାରୁ ଅଧିକ ଥାଏ। ଯେତେବେଳେ ମୁଁ ତାକୁ ଗ୍ରହଣ କରେ, ସେମାନଙ୍କର ବୈଶିଷ୍ଟ୍ୟ ମୋ ଭିତରକୁ ଆସେ। ତେଣୁ ସେମାନଙ୍କ ବୈଶିଷ୍ଟ୍ୟ ଯେତେବେଳେ ମୋ ଭିତରକୁ ଆସେ, ସେତେବେଳେ ମୋର କୋଷୀୟ କମ୍ପନଟାକୁ ତ୍ୱରାନ୍ୱିତ କରିଦିଏ, ଯାହା ଫଳରେ ମୋର ମାନସିକ ଅବସ୍ଥାକୁ ମଧ୍ୟ ଖରାପ କରେ। ତା ଭିତରେ ଗୋଟେ ଜିନିଷ ଆସେ, ମୁଁ ପିଆଜ ରସୁଣ, ଯୋଉମାନେ ସ୍ୱସ୍ଥ ନେଇଛନ୍ତି ପିଆଜ ରସୁଣ ଖାଆନ୍ତିନି, କିନ୍ତୁ ପିଆଜ ରସୁଣ ଦେବ ମନ୍ଦିରରେ ଲାଗେନି। କିନ୍ତୁ ପିଆଜ ରସୁଣରେ ଯଦି ସାଇଣ୍ଟିଫିକାଲି ଦେଖିବା, ସଲଫର କଣ୍ଟେଣ୍ଟ ଇଜ ଭେରି ହାଇ। ସଲଫର ଇଜ ହାଇ କମ୍ପ୍ଲେକ୍ସିଂ କମ୍ପାଉଣ୍ଡ କରିପାରେ। ତେଣୁ ଏଇ ଯୋଉ ସଲଫର କଣ୍ଟେଣ୍ଟ ବହୁତ ହାଇ ଥିବାରୁ ଇଏ ଆମର ଇମ୍ୟୁନ ସିଷ୍ଟମକୁ ବଢାଏ, ଆମର ବଡିର ଭାଇଟାଲ ପାୱାରକୁ ବଢାଏ। ଇଏ ଗୋଟେ ମେଡିସିନ। ମତେ ଜଣେ ମା ଏଇ ପ୍ଲାଟଫର୍ମରେ ପଚାରିଥିଲେ, ଇଏ ଗୋଟେ ମେଡିସିନ ଭଳିଆ କାମ କରେ, କିନ୍ତୁ ଯଦି ମେଡିସିନଟା ମୁଁ ସବୁଦିନ ଖାଏ, ତେବେ ସେ ମେଡିସିନଟା ମୋ ପାଇଁ ବିଷ ହେଇଯାଏ।
ଯାହା ଫଳରେ ମୋର ଇମ୍ୟୁନିଟି ସିଷ୍ଟମଟା ଡାଉନ ହେଇଯାଏ, ଯାହା ଆମମାନଙ୍କର ହେଇଛି ଆଜି। ତେଣୁ ନନଭେଜ ଫୁଡ ଯଦି ଆନିମାଲ ପ୍ରୋଟିନ ଖାଏ, ଯଦି ପ୍ଲାଣ୍ଟ ଫୁଡ ଖାଏ, ସେମାନଙ୍କର କମ୍ପନ ମାନବୀୟ କମ୍ପନ ଠାରୁ କମ ଥାଏ। ତେଣୁ ମୁଁ ତାକୁ ଖାଇଲେ ମୋ ଭିତରେ କମ୍ପନ ବେଶୀ ହୁଏନି, କମ ହୁଏ। ତ ମୋ ଶାରୀରିକ ଉତ୍ତେଜନା ମଧ୍ୟ କମ। ଏକାଗ୍ରତା ରଖିବା ପାଇଁ ତାହା ହଉଛି ଏକମାତ୍ର ମାଧ୍ୟମ। ଯେତେବେଳେ ମୁଁ ମେଡିଟେସନ କରେ, ମୋର ବ୍ଲଡ ଫ୍ଲୋ ବ୍ରେନକୁ ବହୁତ ବଢେ। ଯୋଉମାନେ ପିଆଜ ରସୁଣ ଖାଆନ୍ତି, ସଲଫୁରିଲ ହାଇଡ୍ରୋକ୍ସିଲ ବୋଲି ଗୋଟେ କମ୍ପାଉଣ୍ଡ ବ୍ରେନ ଭିତରକୁ ଯାଏ, ବ୍ରେନ ଭିତରେ ଅନେକ ଉତ୍ତେଜନା ସୃଷ୍ଟି କରେ, ଯାହାଫଳରେ କନସେନ୍ଟ୍ରେସନ ଲେଭେଲ ଆଟେଣ୍ଡ କରିବାଟା କଷ୍ଟ ହୁଏ। ସ୍ୱାମୀ ବିବେକାନନ୍ଦ ସାଧନାରେ ବହୁତ ମାନେ ପ୍ରଖର ଥିଲେ। ସେ ଡିପ୍ ମେଡିଟେସନ କରୁଥିଲେ। এই ডিপ মেডিটেସନ କରିବା ବେଳେ ବ୍ରେନକୁ ଯୋଉ ବ୍ଲଡ ଫ୍ଲୋ ହୁଏ, ସେଇ ବ୍ଲଡ ଫ୍ଲୋରେ ବ୍ରେନ ଉପରେ ବହୁତ କିଛି ପରିବର୍ତ୍ତନ ତିଆରି କରେ। ସେ ତାଙ୍କ ବଂଶ ପରମ୍ପରା, ସେ ବାଲ୍ୟ ଅବସ୍ଥାରେ ମଧ୍ୟ ମାଛ ଖାଉଥିଲେ। ବଙ୍ଗାଳୀ ମାନେ ମାଛ ଖାଆନ୍ତି। ପରେ ଜଣେ ସାଇଣ୍ଟିଫିକାଲି ଜଣେ କହୁଥିଲେ ଯେ ସେଇ ଯେହେତୁ ସେ ପିଲାବେଳେ ମାଛ ଖାଇଛନ୍ତି, ଆଉ ତାଙ୍କର ବଂଶରେ ବି ମଧ୍ୟ ମାଛ ପ୍ରବଳ ଭାବରେ ତାଙ୍କ ପରିବାରରେ ହୁଏ, ତ ଜେନେଟିକାଲ ଏନରିଚମେଣ୍ଟ ପାଇଁ ତାଙ୍କ ବ୍ରେନ ଭିତରକୁ ଗଲା, ଯୋଉଟା କମ ବୟସରେ ସେ ମୃତ୍ୟୁ ହେଇଯାଇଥିଲେ। ଆଉ ରେଗୁଲାରଲି ମେଡିଟେସନ କରିବା ଦ୍ୱାରା ତାଙ୍କର ବ୍ରେନକୁ ସେଇ ସଲଫର କଣ୍ଟେଣ୍ଟ ବଢି ବଢି ସେ ରୋଗଗ୍ରସ୍ତ ହେଇକି ଲାଷ୍ଟକୁ ମରିଗଲା। ତେଣୁ ଫୁଡ ହଉଛି ମୂଳ ଜିନିଷ। ଆମେ ଯଦି 50% ଖାଦ୍ୟ ଖାଉ, ଆପଣଙ୍କୁ କେତେ ରିଲାକ୍ସ ଲାଗେ, ଭଲ ଲାଗେ। ଆଉ 25% ଏୟାର ଆଉ 25% ୱାଟର ଦରକାର। 70% ଆମ ବଡିର ହଉଛି ୱାଟର। ଏଇ 25% ଏୟାର ଭିତରେ ଅକ୍ସିଜେନ ଯାଏ। ଯଦି ମୁଁ ପୁରା ବେକ ଯାକେ ଖାଇଦିଏ, କାହା ଭୋଜି ଘରକୁ ଯାଇଛି ଖାଇବାକୁ ବାହାଘରରେ, ଆଉ ଚିକେନ ମଟନ ମଚ ହେଇଛି, ସବୁ ଗୁଡାକ ପେଟେ ପେଟେ ଖାଇଦେଇକି ପୁରା ନାକ ଯାକେ ଯଦି ମୁଁ ଖାଇଦିଏ ପୁରା, ତେଣୁ ୱାଟର ଆଉ ଏୟାର ନେବାର ସେମିତି ମୁଁ ଅକ୍ସିଜେନ ଲେଭେଲ ବ୍ରେନରେ ଯେତେବେଳେ କମିଯାଏ, ମୋର କନସେନ୍ଟ୍ରେସନ ଲେଭେଲ କାମରେ ମଧ୍ୟ ରହେନି। ଆପଣ ପେଟେ ପୁଳେ ଖାଇଦିଅନ୍ତୁ। ଆଜିକାଲି ଗାଧୁଆ ବେଳେ ଆମେ ଏବେ ପଖାଳ ଖାଉଛୁ, ପୁରା ବଡି ପୁରା ହେଇକି ପୁରା ପେଟେ ଖାଇଦଉଛୁ। ଖାଇଦେଲା ପରେ ଆଉ ମନଟା ଠିକ କାମରେ ଲାଗିପାରୁନି। ତେଣୁ କାମରେ କନସେନ୍ଟ୍ରେସନ କରିବା ପାଇଁ ଯୋଉମାନେ ଅଫିସିଆଲି କାମ କରନ୍ତି, ସେମାନେ ରୁଟି ଖାଆନ୍ତି, ଲାଇଟ୍ ଫୁଡ ଖାଆନ୍ତି। ଲାଇଟ୍ ଫୁଡ ଦିନରେ ଖାଇଲେ କଣ ହୁଏ, ଆପଣ କନସେନ୍ଟ୍ରେଟ କରିପାରିବେ କାମରେ। ତେଣୁ ଫୁଡଟା ହଉଛି ବହୁତ ବଡ ଇମ୍ପୋର୍ଟାଣ୍ଟ। ଆଉ ହଉଛି ସ୍ଲିପ। ବହୁତ ପିଲା ଅଛନ୍ତି ପରୀକ୍ଷାରେ ଖରାପ କରନ୍ତି। ମୁଁ ବହୁତ ଛାତ୍ର ମାନଙ୍କୁ ଷ୍ଟଡି କରି ଦେଖିଛି। ମୁଁ ତ ଛୋଟ ପିଲାଙ୍କୁ ପଢାଇନି, ବଡ ପିଲାଙ୍କୁ ପଢାଏ। 11-12 ପିଲାମାନଙ୍କୁ, ଏଣ୍ଟ୍ରାନ୍ସ ପିଲାମାନଙ୍କୁ ମୁଁ ଦେଖେ, ସେମାନେ ପଢନ୍ତି କିନ୍ତୁ ମନେ ରଖି ପାରନ୍ତିନି। ବହୁତ ଲେବର କରନ୍ତି, ମନେ ରହେ ନା। ଆଉ ପଢିଲା ବେଳେ ସେମାନେ ବହୁତ ସମୟରେ ମୁଁ ତାକୁ ଯେତେବେଳେ ଆନାଲିସିସ୍ କରେ, ତାର ୱାନ୍ ଅଫ୍ ଦି କଜ୍ ହଉଛି ସ୍ଲିପିଂ ଡିଜଅର୍ଡର। ଶୁଅନ୍ତି ନାହିଁ। ଦିନରେ ଶୋଇବାଟା ବ୍ରେନ ପାୱାରକୁ ବହୁତ କମେଇ ଦିଏ। ମୋର ସେଇଟା ସମସ୍ତ ଗାର୍ଡିଆନ ଆଜି ଉପସ୍ଥିତ ସମସ୍ତଙ୍କୁ ଅନୁରୋଧ, ଛୁଆମାନଙ୍କୁ କେବେ ଦିନରେ ଶୋଇ ପକେଇବେ ନାହିଁ। ତ ଆଉ ଗୋଟେ ହଉଛି ଶୋଇବାଟା ମିନିମମ୍, ଛୋଟ ପିଲାଟା 7-8 ଘଣ୍ଟା ଶୋଇବା କଥା। କିନ୍ତୁ ଆଜିକାଲି ଯୋଉ ସମୟ, ମାନେ ଯୋଉ ପାଠର ଚାପ, ପିଲା 4 ଘଣ୍ଟା ଶୋଇବା ମଧ୍ୟ କଷ୍ଟ ହେଇଯାଉଛି। ଆଉ ମର୍ଣ୍ଣିଂ ସ୍କୁଲ ହେଇଗଲେ ତ ସରିଗଲା କଥା। ଛୁଆ ତାର ହୋମ ଟ୍ୟାକ୍ସ ଇଏ ଟ୍ୟାକ୍ସ କରିକି ତାର ଡ୍ରେସ ପତ୍ର ଆଇରନ୍ କରିବ, ତାର ଇଏ କରିବ, ସେଗୁଡା ସଜାଡ଼ିବ, ପ୍ରୋଜେକ୍ଟ କରିବ, ଏସବୁ ଧନ୍ଦା ଭିତରେ ତା ସ୍ଲିପିଂ ଆୱାରଟା କମିଯାଏ। ଯେତେବେଳେ ମୁଁ ଯୋଉ ପିଲାମାନଙ୍କୁ ଜଜ୍ କରିକି ଦେଖେ ଯେ ସ୍ଲିପିଂ ହାବିଟଟା, ସ୍ଲିପିଂ ଆୱାରଟା କମିଯାଇଛି, ସେ କନସେନ୍ଟ୍ରେସନ ଲେଭେଲ କମିଯାଏ, ପରୀକ୍ଷାରେ ମନେ ରଖିପାରେ ନା। ତ ଆଉ ଗୋଟେ ହଉଛି, ଏଇ ଶୋଇବାଟା ହଉଛି ଇଏ ଜଷ୍ଟ ବ୍ୟାଟେରୀକୁ ରିଚାର୍ଜ କରିଲା ଭଳିଆ। ମୋବାଇଲ ଯଦି ରିଚାର୍ଜ ନ ରହେ, ସିଏ ଆଉ କାମ କରେ ନା। ସେମିତି ବ୍ରେନକୁ ରିଚାର୍ଜ କରିବା ପାଇଁ ମିନିମମ୍ 7-8 ଘଣ୍ଟା ଶୋଇବା ଦରକାର। ଶୋଇଲେ ବ୍ରେନଟା ଭଲ ଭାବରେ ଫଙ୍କସନ କରିପାରେ, ଏକାଗ୍ରତା ଲେଭେଲ ବଢିପାରେ। ତେଣୁ ମୁଁ ଯେତେବେଳେ ପାଠ ପଢୁଥିଲି, ମୁଁ ରାତିରେ ଅନେକ ସମୟ ପଢେ, ରାତି 3-4 ଯାକେ ପଢେ। ଦିନରେ ସମାଜ ସେବା କରେ, ରାଜନୀତି କରେ, ଲୋକମାନଙ୍କ କାମଧାମ କରେ। କିନ୍ତୁ ରାତି 9ରେ ଖାଇ ଦେଇକି ରୁମ ବନ୍ଦ କରିକି କନସେନ୍ଟ୍ରେସନ ଲେଭେଲ ବଢିବା ପାଇଁ, ଡିଷ୍ଟ୍ରାକ୍ସନ ଲେଭେଲ ବଢିବା ପାଇଁ ରୁମଟାକୁ ପୁରା ଲକ୍ କରିଦିଏ। ଗୋଟେ ମଶାରୀ ଟଙ୍ଗେଇ ଦିଏ, କାରଣ ମୁଁ ଆଉ ବାହାରକୁ ଦେଖିପାରିବି। ମଶାରୀ ଭିତରେ ମୁଁ ନିଜେ ବସିଯାଏ। ଆଉ ସେତେବେଳେ ତ ଟେବୁଲ ଫେବୁଲ ଏତେ ନଥିଲା ମୁଁ ପଢିଲା ବେଳେ। ମଶାରୀ ଭିତରେ ବସେ, ଆଉ ବାପାଙ୍କର ଗୋଟେ ଧୋତି ଆଣିଥାଏ ଘରୁ, ସେଟାକୁ ଘୋଡେଇ ହେଇକି, ମାନେ ଯେମିତି ମୋର ଆଖିଟା କେତେ ଦୁଆରକୁ ବାହାରକୁ ଯିବନି, ସେଠି ରଖିକି ପଢେ। ଏବେ ଗୋଟେ ମୋର ଛାତ୍ର ପଢୁଥିଲା ଭୁବନେଶ୍ୱରରେ ମୋ ପାଖରେ, ଆଇଆଇଟିରେ ଅଲ ଇଣ୍ଡିଆରେ 22 ପୋଜିସନ ଆଣିଥିଲା। ସେ ମୋ ପାଖକୁ ପଢି ଆସୁଥିଲା।
ଅଲ୍ ଇଣ୍ଡିଆ 822 ମାନେ କେତେ ବଡ ସ୍କଲାର ହେଇଥିବ, ସେ ଖାଲି ତାର ଡାଉଟ୍ ପଚାରିବାକୁ ଆସେ ମୋ ପାଖରେ। ମତେ ବିଲକୁଲ ସମୟ ନଥାଏ, ସକାଳୁ ରାତି 9-10 ଯାକେ ମୋର କ୍ଲାସ ଥାଏ। ମୁଁ ଯେତେବେଳେ ଲଞ୍ଚ ଖାଏ, ଘଣ୍ଟେ 1.5 ଘଣ୍ଟା ଟାଇମ ଥାଏ, ମୁଁ ସେତିକିବେଳେ ତାକୁ ଡାକେ। ମୁଁ ଖାଉଥାଏ, ସେ ପଢେଇବି। ତେଣୁ ମୁଁ ତାକୁ ବସେଇ ଦେଇକି ମୁଁ ମୋର ଖାଇବା ଆରମ୍ଭ କରେ। କିନ୍ତୁ ମୁଁ ତାକୁ ଲକ୍ଷ୍ୟ କରେ, ସେ ଟେବୁଲ ଆଉ ବହି ଯୋଉ 2-3 ଫୁଟ ଜାଗା, ତା ବ୍ୟତୀତ ଅନ୍ୟ ଜାଗାକୁ କେବେ ଲକ୍ଷ୍ୟ କରେ ନା। ଅଲଗା ପିଲା ହେଲେ ସେ ବସିକି ଅନେଇବେ, ସାର୍ ପଖାଳ ଖାଉଛନ୍ତି କି ଗରମ ଖାଉଛନ୍ତି କି କଣ ଖାଉଛନ୍ତି, ମାଛ ଖାଉଛନ୍ତି କି ମାଂସ ଖାଉଛନ୍ତି, ଫ୍ୟାନ ଟା କେମିତି ଚାଲୁଛି କି ନାହିଁ, ଘରେ କଣ କଣ ଲାଗିଛି, କେତେ ଫ୍ୟାନ ଲାଗିଛି, କେତେ କଣ ଲାଗିଛି, ସବୁ ଗୁଡାକୁ ଅନ୍ୟ କରିକି ଆନାଲିସିସ୍ କରୁଛି। ତାଙ୍କର ସେଟା ଦରକାର ନାହିଁ। ସେ ପିଲା କିଛି ଅନାଏନି, କେବେ କୋଉ ଫ୍ୟାନ କୁ ଦେଖେନି କି ମୋ ସାର୍ଟ କୁ ଦେଖେନି, ମୋ ସେ ରୁମ ରେ କଣ ଅଛି ବି ସେ ଜାଣିନଥିବ। ଆସେ, ବସେ ଟେବୁଲରେ, ସେଇ ବହି ଖଣ୍ଡକ ଭିତରୁ ମୁଁ ତାକୁ ଲକ୍ଷ୍ୟ କରି ମୁଣ୍ଡ ଉଠେଇ କେବେ ଆଉ କୁଆଡକୁ ଅନାଏନି। ଦ୍ୟାଟ୍ ଇଜ ଦ ଲେଭେଲ ଅଫ କନସେନ୍ଟ୍ରେସନ। ଆଉ ଶୋଇବାଟା ନିହାତି ଜରୁରୀ। ଆଉ ଯୋଉ କମ୍ପ୍ଲେକ୍ସ ଫୁଡ ଖାଉ, ଯେତେବେଳେ ଆମେ ଅଏଲି ଫୁଡ ଖାଉ, ନନଭେଜ ଖାଉ, ସେ ବଡିରେ କଣ ହୁଏ, ଡାଇଜେସନ ହବାକୁ ବେଶୀ ସମୟ ଲାଗେ। ତ ବଡିରେ ତ ଡାଇଜେସନ ହବାକୁ ବେଶୀ ଲାଗେ, ବେଶୀ ଏନର୍ଜି ଲାଗେ, ବ୍ରେନ ରୁ ସେଇ କନସେନ୍ଟ୍ରେସନ ଲେଭେଲ ଏନର୍ଜିଟା କମିଯାଏ। ଆଉ ଗୋଟେ ଜିନିଷ ମୁଁ କହି ରଖେ, ଆମର ଯୋଉ 2-3ଟା ଜିନିଷ ଅଛି, ବାତ, ପିତ୍ତ ଆଉ କଫ। ଏଇ ଯୋଉ ବାତ, ପିତ୍ତ, କଫ ଯୋଉ ହୁଏ, ଏଇ କଫ ହଉଛି ଆମର ପୋଟେନ୍ସିଆଲ ଏନର୍ଜି ବା ସ୍ଥିତିଜ ଶକ୍ତି, ଆଉ ପିତ୍ତ ହଉଛି ଥର୍ମାଲ ଏନର୍ଜି। ଆଉ ମାନେ ବାତ ହଉଛି, କଫ ହଉଛି ପୋଟେନ୍ସିଆଲ ଏନର୍ଜି, ସ୍ଥିତିଜ ଶକ୍ତି। ପିତ୍ତ ହଉଛି ଥର୍ମାଲ ଏନର୍ଜି, ଆଉ ବାତ ହଉଛି କାଇନେଟିକ ଏନର୍ଜି। ଆମେ ଯୋଉ ଚଲାବୁଲା କରୁଛୁ, ହାତ ଗୋଡ ହଲଉଛୁ, କଥା କହିପାରୁଛୁ, ବାତ ପାଇଁ। କଫ ଆମ ଭିତରେ ସ୍ଥିରତା ଆଣେ। ତେଣୁ ଏଇ ଯୋଉ ପିତ୍ତର ସମୟ, ଦିନ 10ରୁ ମାନେ 2ଟା ପର୍ଯ୍ୟନ୍ତ, ସେ ସମୟରେ ପିତ୍ତ, ସେଇ ସମୟରେ ଆମେ ଏକାଗ୍ରତା ରହିପାରିବାନି ଯଦି ଆମେ ସାଧନା ନ କରୁଥାଇପାରେ। ସ୍କୁଲରେ ପଢିଲା ବେଳକୁ ପିଲାଙ୍କ ମନ ଲାଗେନି, ସେଥିପାଇଁ ପିତ୍ତ ଲେଭେଲ ବେଶୀ ଥିଲେ ପାଠ ପଢା ଭଲ ହୁଏନି। ତେଣୁ ଏଇ ଯୋଉ ମାନେ ବାତ ସମୟରେ ମନେ ରଖି ହୁଏ, କଫ ସମୟରେ ପାଠ ମନେ ହୁଏ। ମେଡିଟେସନ ଟାଇମଟା ଏଇ କଫ, ଏଇ ଯୋଉ ବାତ ଟାଇମରେ, ମାନେ 2 AM to 6 PM বা 2 PM to 6 PM, মানে 10 PM, 2 PM to 6 PM বা 2 AM to 6 AM, এই ସମୟ ଭିତରେ ମାନେ ଆମର କନସେନ୍ଟ୍ରେସନ ଲେଭେଲ ବହୁତ ହୁଏ, ଆମେ ମନେ ରଖିପାରିବା। କିନ୍ତୁ ପିତ୍ତ ଯେତେବେଳେ ବଡିରେ ଥାଏ, ଯେତେବେଳେ ଥର୍ମାଲ ଏନର୍ଜି ବେଶୀ ଥାଏ, ସେ ରେଡିଏଟ କରିବ ସେ ଏନର୍ଜି, ଆମେ ମନେ ରଖିପାରିବା। ତ ଇଏ ହଉଛି ଆମେ କୋଉ ସମୟରେ ପାଠ ପଢୁଛୁ, ଦ୍ୟାଟ୍ ଇଜ ଭେରି ଇମ୍ପୋର୍ଟାଣ୍ଟ। ତେଣୁ ଏଇ ଯୋଉ କଥା ମୁଁ ଇମ୍ପ୍ରୁଭମେଣ୍ଟ କଥା କହୁଥିଲି, ଯୋଉ ମାନେ ଇମ୍ପ୍ରୁଭମେଣ୍ଟ କଥା, ଯୋଉ ଫୁଡଟା, ଯଦି ଫୁଡ ହାବିଟ, ଯଦି ମୁଁ କମ୍ପ୍ଲେକ୍ସ ଫୁଡ ଖାଏ, ଜଙ୍କ ଫୁଡ ଆଜିକାଲି ଖାଉଛନ୍ତି, ପ୍ୟାକେଟ ଫୁଡ ଖାଉଛନ୍ତି, ପ୍ରିଜର୍ଭେଟିଭ ଖାଉଛନ୍ତି, ବିଭିନ୍ନ ପେଷ୍ଟିସାଇଡ ୟୁଜ ହେଇଥିବା ଖାଦ୍ୟ ଆମେ ଖାଉଛୁ, ସେ ଆମ ବ୍ରେନକୁ ବହୁତ ଆଫେକ୍ଟ କରେ। ଆମେ ବହୁତ ଜିନିଷ ଲାଇଟଲି ନେଇଯାଉ, ଆମେ ସିରିୟସଲି ନଉନା। ପାଠଟାକୁ ମଧ୍ୟ ଆମେ ଲାଇଟଲି ନଉ, ସେଟାକୁ ସିରିୟସନେସ ଦେବାକୁ ପଡିବ। ଆଉ ଠାକୁର ଯୋଉ କହିଛନ୍ତି ନାମ ଆଉ ଧ୍ୟାନର କଥା, ଏ ନାମ ଧ୍ୟାନ କରିବାକୁ ପଡିବ, ନାମ ପ୍ରାଣାୟଣ ହବାକୁ ପଡିବ, ଧ୍ୟାନ ପରାୟଣ ହବାକୁ। ଧ୍ୟାନ କଲେ, ଏ ମେଡିଟେସନ କରିବା ଦ୍ୱାରା ମନଟା ସ୍ଥିର ହୁଏ। ମନ ଭିତରେ ତ ଅଥଳ ପଥଳ ହଉଛି ସବୁବେଳେ। ମନଟା, ଯାହା ମାନେ ଅର୍ଜୁନ ମଧ୍ୟ ପଚାରୁଥିଲେ ଯେ ବାଇକୁ ଆୟତ କରିବା ଯେମିତି କଷ୍ଟ, ମନକୁ ମଧ୍ୟ ଆୟତ କରିବା କେମିତି କଷ୍ଟ। ତେଣୁ ମତେ ବାଟ ବତେଇ ଦିଅନ୍ତୁ କେମିତି ମୁଁ ମନକୁ ସ୍ଥିର ରଖିପାରିବି। ଇଏ ଥିଲା ଅର୍ଜୁନଙ୍କର ପ୍ରଶ୍ନ ଶ୍ରୀକୃଷ୍ଣଙ୍କ ପ୍ରତି। ଲୀଳା ପୁରୁଷ ଶ୍ରୀକୃଷ୍ଣଙ୍କୁ ସେ ପଚାରୁଥିଲେ। ଶ୍ରୀକୃଷ୍ଣ କହିଥିଲେ ତୁ ମନକୁ ସ୍ଥିର ରଖିବା ପାଇଁ, ଶ୍ରୀକୃଷ୍ଣ ସେତେବେଳେ ମଧ୍ୟ କହିଥିଲେ ଯେ ମନକୁ ସ୍ଥିର ରଖିବା ଅତ୍ୟନ୍ତ କଷ୍ଟକର ବ୍ୟାପାର। ଯାହା ମୁଁ ଆଜି ଆଲୋଚନା ରଖିଛି, ଏକାଗ୍ରତା ରଖିବାଟା ଗୋଟେ କଷ୍ଟକର ବ୍ୟାପାର। ତେଣୁ ଏକାଗ୍ରତାକୁ ରଖିବା ପାଇଁ ଶ୍ରୀକୃଷ୍ଣ ତାଙ୍କୁ ବହୁତ କିଛି କହିସାରିଲା ପରେ ଶେଷରେ କହିଥିଲେ, ସେ ତାକୁ ଗୁରୁ ହେଇଥିଲେ ଗ୍ରହଣ କରିଲେ, ସେ ତାଙ୍କୁ ଭଗବାନ ନୁହଁ, କହିଲେ ମତେ ଗୁରୁ ସ୍ତରକୁ ଯାଏ। ଗୁରୁଙ୍କୁ ମାନିକି ଚାଲିବା ପାଇଁ, ଗୁରୁଙ୍କୁ ମାନିବାକୁ ଚଳିବାକୁ ପଡେ। ସେ ଶ୍ରୀକୃଷ୍ଣ ଅର୍ଜୁନଙ୍କର ଭଗବାନ ହେଇନଥିଲେ, ଗୁରୁ ସ୍ତରକୁ ଯାଇଥିଲେ, ଗୁରୁ ଶିକ୍ଷା ଦେଇଥିଲେ। ସେସବୁ କହିଲେ ତୁ ମୋରି ପାଖରେ ମନ ନିୟୋଜିତ କର। ମୋ ପାଖରେ ଯଦି ମନ ନିୟୋଜିତ, ମନଟା ସ୍ଥିର ରହିବ। ତେଣୁ ଠାକୁରଙ୍କର ଯୋଉ ବିଧାନ, ଠାକୁରଙ୍କ ପାଖରେ ଯଦି ଆମେ ମନଟାକୁ ନିୟୋଜ କରିବା, ନିଯୋଗ କରିବା, କନସେନଟ୍ରେଟ କରିବା, ତାହେଲେ ଆମର ମେଡିଟେସନ କରିବା, ଆଉ ନାମ କରିବା, ଧ୍ୟାନ କରିବା, ସବୁ ଗୁଡା ହେଇପାରିବ। ଠାକୁରଙ୍କର ଯୋଉ ନାମ, କାଲି ମୁଁ ଯାଇଥିଲି ଗୋଟେ ଜାଗାରେ ଅଷ୍ଟପ୍ରହରୀ ହଉଥିଲା, ନାମ ଚାଲିଛି, ଲୋକମାନେ ନାମ କରୁଥିଲେ, କିନ୍ତୁ ମୁଁ ତାଙ୍କର ପାଦ ଚଳନ ଇଏ ଗୁଡାକୁ ଦେଖିଲି, ଧୀରେ ଧୀରେ କରିକି ହରେ କୃଷ୍ଣ ହରେ ରାମ ନିତାଇ ଗୁରୁ ରାଧେ ଶ୍ୟାମ ଚଲେଇଛନ୍ତି। ଇଏ ହଉଛି ବାହ୍ୟ ନାମ। ଇଏ ମାନସିକ ସ୍ଥିରତା ରଖିବାରେ କିଛି ସାହାଯ୍ୟ କରିବ ନାହିଁ। ସେ ଯୋଉ ଠାକୁର ଯୋଉ ଅନ୍ତରସ୍ଥ ନାମ ଦେଇଛନ୍ତି, ଶବ୍ଦ ବ୍ରହ୍ମ,
जो नाम देइचंती ये सब माने स्पंदनात्मक प्रतिच्छवि ये स्पंदन आम भितर मनुष्य मन भितर आसे जो अनेक स्पंदन को स्तंभित करी स्थिरता आणे से नाम मनुष्य को तीक्ष्ण करे ध्यान मनुष्य को स्थिर करे ग्रहण काम कराए तेणु मेडिटेशन करने को पड़े जदि हम जड़े 10 मिनिट मेडिटेशन पर डे करे मिनिमम ठाकुर तो 45 मिनिट कहते आम तो करूने कहीं करूने जदि 10 मिनिट भी जड़े सबुदिन प्रतिनियत नाम करे ताल एते परिवर्तन आसीबो तार वर्किंग लाइफ रे ता जीवन रे एते परिवर्तन आसीबो सेटा हिसाब करि पारिबो ये मनटा को जदि आम स्थिर करि पारू अनेक कर्म निपुणता आम भितर बढ़ी जाए तापर जोग कथा ये जोगटा आमर जो कपाल भारती करबा कपाल भारती कले माने कंसंट्रेशन लेवल बोले भ्रमारी बढ़े त्राटक बड़ी कम गोटे कैंडल टाक लगे देकी जदि हम माइंड टाक स्थिर आखि माने निर्लिपक नयन जदि अनौ ता फल कौन आखिर पूरा पानी बाहरी आसे सो दैट इज द कंसंट्रेशन लेवल बढ़ाए छुआ मानक आम खेल दौनु खेल दबा पड़ो तो जहाँ फल ये कंसंट्रेशन लेवलटा आमको बढ़े तेणु ये जो माने आम जाचु जोग सूत्र रे 5टा प्रकार मन अच्छी गोटे हूँ क्षिप्त मूढ़ विक्षिप्त एकाग्र आ निरुद्ध निरुद्ध मन ये क्षिप्त माने कंप्लीटली डिस्ट्रैक्टेड माइंड आ माइंड टा सब कंप्लीटली डिस्ट्रैक्शन होता है यार जाउची साडे जाउची सब माइंड टा डिस्ट्रैक्टेड माइंड ये हूँ क्षिप्त मना आमे मैक्सिमम हूँ क्षिप्त मना मूढ़ हूँ कौन ना डल लेथर्जिक माइंड किसी कर ना मुझे पढ़ी मत भल लगुनि मोर गोड़ पेन करुच्ची मोर ये हूँ मोर सी हूँ मुझे कम फाम किसी ये सब जोटा हूँ मूढ़ मना लेथार्जी डल माइंडेड आउ हूँ गोटे विक्षिप्त मना माने नॉट फुली कंसंट्रेटेड किंतु किछि किछि समय आमे हूँ विक्षिप्त मना कैटेगरी बहुत लोक आसीबा आमे 100% डिस्ट्रैक्टेड नुहे 100% डिस्ट्रैक्टेड टा क्षिप्त पार्शियली डिस्ट्रैक्टेड टा होची विक्षिप्त आमे बेले बेले विक्षिप्त हो जाउछु बेले बेले क्षिप्त हो जाउछु ता माने बेले बेले मन लगे काम करूछु बेले बेले मन लगे काम करू आउ गोटे होची कंसंट्रेटेड माइंड बा वन पॉइंटेड माइंड बा एकाग्रता बा एकाग्र ए एकाग्र हेले निरुद्ध निरुद्ध होची समाधि अवस्था समाधि अवस्था द निरुद्ध होची द स्टेट इन व्हिच द माइंड इज द मास्टर्ड एंड एजिटेशन कंप्लीटली द सीजेस तो मन भीतर आसुवा उथर पतर सब किछि बंद हो जाए मनसा एक रे निश्चित रहबो ता होची समाधि ठाकुर सत्यानंद कहछन एक रे मनटा को निवेस्ट करबाटा होची समाधि से समाधि अवस्थाटा होची निरुद्ध एकाग्र नहले आ समाधि अवस्था को आमे जाई परिबा नै ए मनर जो 16 स्तर अछि ए 16 स्तर भीतर एकाग्रता आसिया हेले ये सब आम जो माने लास्ट जो 3टा अच्छी जो इमोशनल क्वेश्चन इंटेलिजेंस क्वेश्चन आउ स्पिरिचुअल क्वेश्चन ये 3टा को जागृत करने पड़ो आउ आम थॉट लेवल को कम करने पड़ो तेणु ये जो मेडिटेशन कले जो मेलाटोनिन हार्मोन सिक्रेशन हुए ये आम कंसंट्रेशन लेवल को बढ़ाइबार अनेक साहाय्य करे तेणु आमे जहाँ जहाँ आम ठाकुर को जो जड़े अमेरिकान भक्त आसी पचार सत्संगर भावधारा को गोटे शब्द रे कहू बोली ठाकुर कहले बी कनसेंट्रिक जे बुझी पारे से बुझे देले से कहले जे मुझे रॉबर्ट फोर्ड को एकाग्र माने मोर आइडियल बोलिकी निए ताले कौन हम ना फोर्ड भाया हो पार मुझे सचिन तेंदुलकर को मोर आइडियल निए सचिन तेंदुलकर भाया हो पारि प्रतिलोमी विवाह करी तो ये हूँ कथा तेणु ठाकुर को जब सेमती प्राज्ञ पुरुष को जब मो जीवन में आदर्श भी ग्रहण करे प्रति जब कनसेंट्रेटेड हुए ताले मोर कनसेंट्रेशन लेवल बढ़े तेणु कनसेंट्रेशन माने कौन कनसेंट्रिक लाइफ माने कौन गोटे सेंटर को रही गति करवा आम सब गतिशील हम लाइफ इज लाइक द बाइसाइकेल इट शुड रन देन ओनली द बैलेंस इज पॉसिबल जीवनटा गतिशील हेले ही बैलेंसटा रखी हम ना रखी हम ना तेणु ये कथा उठे जे ठाकुर जो माने कनसेंट्रिक माने कौन आप इलेक्ट्रॉन टा भी स्थिर नुहे सी न्यूक्लियस चारिपटे घुरु सी ठीक भाव में रही जीवन रही पारे ये ग्रह नक्षत्र बड़ बड़ माइक्रोस्कोपिक बॉडी गुड़ा भी स्थिर नुहति माने स्थिर माने स्थिर से अच्छा पृथ्वी स्थिर अच्छी कहीं सूर्य चारिपटे से घूर्ण्यमान करे तेणु मनीष स्थिर रही
से आइडियल को चारिपटे घूर्ण्यमान अवस्था जीवन बीतेक पड़ो कनसेंट्रिक हवा को पड़ो ताहले ये कनसेंट्रेशन इज पॉसिबल एकाग्र इज पॉसिबल ध्यान आउ ध्यान आउ एकाग्र भीतर ध्यान कले ही मेडिटेशन एकाग्रता आसीबो न एकाग्रता आसीबो समय बोध हो दादा तेणु ये मोर वक्तव्य को विराम दूची आम समस्त एकाग्र हवा आम कनसेंट्रिक लाइफ बीतेबा आउ आम कनसेंट्रेशन लेवल को बढ़ेबा ताहले आमर कार्य दक्षता एवं समस्त दक्षतापूर्ण जीवन आम बीतई पारिबा एवं स्टूडेंट लाइफ प्रोफेशनल लाइफ सबको इंप्रूव करिया पई आम जीवन कनसेंट्रेशन लेवल को बढ़ेबा को पड़िबो आमर मेन एथिक्स को बढ़ेबा को पड़िबो जा पर आम इंप्रूवमेंट करि परिबा लाइफ रे तेणु समस्त शांति स्वस्ति विधान परम पिता निकट में प्रार्थना रखी मोर वक्तव्य को विराम दूची वंदे पुरुषोत्तम वंदे पुरुषोत्तम वंदे पुरुषोत्तम दादा जय गुरु।